ଶିଶୁ ଉତ୍ସର୍ଗ ସଭା। ହାଲେଲୁୟା। ଏବେ ପିଲାମାନେ ଶାନ୍ତ ଥିଲା ବେଳେ ଆମେ ତାର ମୂଲ୍ୟ କିଛି ବୁଝିପାରୁନୁ। ବାଇବେଲ ସୁନ୍ଦର ପଦ ଲେଖା ଅଛି, ଆମେ ପଢିଲେ ତାପରେ ଆଗକୁ ବଢିବା। ହିତୋପଦେଶ ତାର 17 ପର୍ବ ତାର 6 ପଦ। ସନ୍ତାନ ଗଣର ସନ୍ତାନ ମାନେ ବୃଦ୍ଧ ଲୋକ ମାନଙ୍କର ମୁକୁଟ, ପୁଣି ସନ୍ତାନ ମାନଙ୍କର ଗୌରବ ସେମାନଙ୍କ ପିତୃଗଣ। କେତେ ସୁନ୍ଦର ପଦ ଲେଖା। ଦେଖନ୍ତୁ, ସନ୍ତାନ ଗଣର ସନ୍ତାନ ମାନେ ବୃଦ୍ଧ ଲୋକ ମାନଙ୍କର ମୁକୁଟ। ଭାବି ଦେଖନ୍ତୁ, ସେମାନେ କଣ ଅଟନ୍ତି? ମୁକୁଟ। ଏବେ ସେମାନେ ଶାନ ପର ଲାଗୁଛନ୍ତି। ଆଉ ଗୋଟେ ପଦ ଦେଖିବେ, 12 ପର୍ବ 4 ପଦ। ଗୁଣବତୀ ସ୍ତ୍ରୀ ଆପଣା ସ୍ୱାମୀର ମୁକୁଟ। ବୋଲେ ସ୍ତ୍ରୀ ହଉଛନ୍ତି ସ୍ୱାମୀର ମୁକୁଟ। ଆରେ ନାତି ନାତନି ମିଶା ଆମର ମୁକୁଟ। କାର କାର ମୁଣ୍ଡ 3ଟା 4ଟା ଲାଖା ମୁକୁଟ, ମାନେ କେମିତି ଲାଗୁଥିବ ମୁକୁଟ ପିନ୍ଧିଲେ, ସତ ନା? ତ ପରମେଶ୍ୱର କଣ କରନ୍ତି? ଏମିତି ଭାବରେ ଦିଅନ୍ତି। ପ୍ରିୟ ଭାଇ ଭଉଣୀ ମାନେ, ଆମେ ଜଗତରେ ଯେତିକି ଘର ଦ୍ୱାର ବାନ୍ଧିଲୁ, ସୁନା ଘେନଲୁ, ଗାଡି ଘେନଲୁ, ଏସବୁ ଛାଡି ଯାଇ ହେବ। ଗଲା ବେଲେ ସ୍ୱର୍ଗେ ଆମର ପିଲାମାନଙ୍କୁ ଏକା ଧରି ଯାଇ ହେବ। ହାଲେଲୁୟା। କେତେ ବଡ ବିଷୟ। କିଛି ନେଇ ହେବ ନାହିଁ। ଆପଣ ଦୁନିଆର କୌଣସି ବିଷୟ ସ୍ୱର୍ଗକୁ ନେଇ ପାରିବେ ନାହିଁ। ଆପଣ ଯାଇପାରିବେ, ଆପଣଙ୍କ ପିଲାମାନେ ଏକା ଯାଇପାରିବେ। ସେଟା ହେଲା, ଆମେ ଯାଇପାରିବୁ କି ନାହିଁ, ଆମର ପିଲାମାନେ ଯାଇପାରିବେ କି ନାହିଁ, ସେଟା ଏକା ଚିନ୍ତାର ବିଷୟ। ସେଇଟା ହିଁ ଟେନସନ ନେବା। ପ୍ରଭୁ ଆମମାନଙ୍କୁ ସୁନ୍ଦର ସୁଯୋଗ ଦେଇଛନ୍ତି, ଅବକାଶ ଦେଇଛନ୍ତି ତାଙ୍କ ସାନ୍ନିଧ୍ୟ ମଧ୍ୟକୁ ଆସିବା ପାଇଁ। ଏଇଟା ବହୁତ ସୁନ୍ଦର ବିଷୟ ଅଟେ। ଆଉ ବିଶେଷ କରି ଏ ପରିବାରର ଟାଇଟଲ କଣ? ତାଙ୍କର ବଂଶ କି ବଂଶ? କି ବଂଶ? ମହୁ। ଆମେ ମନେ ବାଘ। ଡରବା କି ନାଇଁ? ବାଘ ବୋଲେ ଲୋକ ନାଇଁ କି? ବାଘ ବୋଲେ ଡରବେ, ନାଗ ବୋଲେ ମିଶା ଡରବେ, କାକୁଡି ବୋଲେ ଚାବି କରି ଖାଇଦେବା ସେମାନେ। ମହୁ ବୋଲେ ଦେଖନ୍ତୁ କେତେ ସୁନ୍ଦର ଟାଇଟଲଟା। ପରମେଶ୍ୱର ଏ ପରିବାରକୁ ବାହୁଲ୍ୟ ରୂପେ ଆଶୀର୍ବାଦ କରନ୍ତୁ, ଆଉ ସହିତ ପରମେଶ୍ୱର ହୁଅନ୍ତୁ। ମୁଁ ଆପଣମାନଙ୍କୁ କହୁଥିଲି ଯେ ସନ୍ତାନ ଗଣର ସନ୍ତାନ ମାନେ ବୃଦ୍ଧ ଲୋକ ମାନଙ୍କର ମୁକୁଟ, ପୁଣି ସନ୍ତାନ ମାନଙ୍କର ଗୌରବ ସେମାନଙ୍କର ପିତୃଗଣ। କେତେ ସୁନ୍ଦର ଲେଖା ଅଛି। ମାନେ ବାପା ମାନେ ହଉଛନ୍ତି ପିଲାମାନଙ୍କର ଗୌରବ। ମାନେ କିଏ କାହାର ପାଇଁ ଗର୍ବ କରିପାରିବ? ପ୍ରଭୁ ଆମମାନଙ୍କୁ ଏଇ ବାକ୍ୟ ଦ୍ଵାରା ଆଜି କଥା ହୁଅନ୍ତୁ। ପ୍ରଭୁଙ୍କର ନାମର ସ୍ତୁତି ହଉ। ଆଜି ମୁଁ ଆପଣମାନଙ୍କ ସମ୍ମୁଖରେ କେତେଟା ବିଷୟ କହିବା ପାଇଁ ଚାହେଁ। ବାଇବଲ ଆମେ ଯୋଉ ଧରିଛୁ ନାହିଁ କି, ବାଇବଲରେ କୋଉଟାରେ ନାଇନି ବୋଲବାଟା ନାଇଁ। এই দিন ମାନଙ୍କର ମୁଁ ପ୍ରତିଦିନ ସକାଳେ ନୂଆ ସକାଳ ଆଶା ବୋଲି ଗୋଟେ ପ୍ରୋଗ୍ରାମ ଆସେ। ଆପଣ ୟୁଟ୍ୟୁବ ଯଦି ୟୁଜ କରୁଥିବେ ଦେଖୁଥିବେ, ସେ ପ୍ରତିଦିନ ଆସେ ଗୋଟେ ନୂଆ ସକାଳର ଆଶା। ସେଠି ମୁଁ ଗୁଡେ ବିଷୟ କଥା କୁହେ। ସେଇ ପ୍ରୋଗ୍ରାମଟା ଡକ୍ଟର ମାନେ ଦେଖନ୍ତି, ଇଞ୍ଜିନିୟର ମାନେ ଦେଖନ୍ତି, ରିଟାୟାର୍ଡ ଆଇଏଏସ୍ ଅଫିସର ମାନେ ଦେଖନ୍ତି, ଦେଶରେ ଦେଖନ୍ତି, ବିଦେଶ କିଛି ଲୋକ ଦେଖନ୍ତି। ଆଉ ସେମାନେ ଗୋଟେ ଗୋଟେ କମେଣ୍ଟ କଣ ପଠାନ୍ତି ସେମାନେ, ଯେ ଆଜ୍ଞା ବାଇବଲରେ ମିଶା ଏତେ କଥା ଲେଖା ହେଇଛି ଆମେ ଜାଣିନୁ, ପଢିଲେ ସିନା ଜାଣି ହେବ। ସତ ନା ନାଇଁ? ଆମେ ତ ବାଇବଲ ପଢିବୁ ନାହିଁ। ଆମେ କଣ ପଢିବୁ? ଆମକୁ ଯୋଉଟା ସୁବିଧା ସେଟା ଆକା ପଢିବୁ କି ନାହିଁ? ମାନେ ଯେଉଁମାନେ ନିଜକୁ ଇଚ୍ଛା ଲାଗିବ ଖାଦି ଖାଇବେ, ସେମାନେ କେବେ ବି ଭଲ ନଥିବେ। ତମକୁ ଇଚ୍ଛା ଲାଗ କି ନ ଲାଗ, କଲରା ଖାଇବାର ଅଛି, ଶାଗ ଖାଇବାର ଅଛି, ମୂଲା କାନ୍ଦା ଗନ୍ଧେଲେ ମିଶା ଖାଇବାର ଅଛି, ସେଟା ବୋଧେ ଖାଇବାର ଅଛି, ମାଣ୍ଡିଆ ପେଜ ମିଶା ଏ ସବୁ ଖାଇଲେ ବୋଲେ ଗୋଟେ ଲୋକ ସର୍ବାଙ୍ଗୀନ ବିକାଶ ହବ ତାର। ଆମର ପିଲାମାନଙ୍କୁ ଦେଖନ୍ତୁ, ସାନ ବେଳରୁ ଜଣେ ସିକଲ ସେଲ ହଉଛି, ସିକଲ ସେଲ ଜାଣିଲ ବୋଲେ ତାକୁ କୁଟା ଖାଇବାକୁ ଦେବ। ସେ ନାକ କରିବ କି ନାହିଁ? ନାକ ଏମିତି ଗଲେ କୁରକୁରେ ଘିନି ଖାଇବ, ଅଧିକ ଝାମେଲା ସେଟା। ତାକେ ମାଣ୍ଡିଆ ପେଜ ଖାଇବ, ଚକଟି ଚକଟି କରି ସବୁ ଭାତ ଗିଲା ଗିଲା କରିବ, ତାକୁ କେବେ ମେଡିକାଲ ଯିବା ପାଇଁ ପଡିବ ନାହିଁ, କେବେ ନାହିଁ। ଆମ ଟାଉନକୁ କିଏ କହିଦେଇଛନ୍ତି କଣ ନା, ମାଣ୍ଡିଆ ପେଜ ପିଲେ ବୋଲି କାଲି ଆସିବୁ, କାଲି ଆଇଲେ କିଲ ବେଟନା ବେଟା ଅଛି କାଲି ପିଇବାକୁ। କଣ ଅସୁବିଧା ଅଛି?
କହିବା ପାଇଁ ଚାହେଁ ଆପଣ ଜମା ଓଭରରେଟ୍ ହୁଅନ୍ତୁ ନାହିଁ। ଆଜି ବାକ୍ୟ ଶୁଣିବା ସମୟରେ ମୁଁ କହିବା ପାଇଁ ଚାହେଁ ଯେ ପିତାମାତାଙ୍କର କର୍ତ୍ତବ୍ୟ କଣ। ଏବେ ସାନ ପିଲାକୁ ଛୁଆକୁ ବୁଝାଇ ହେବ ନାହିଁ, ଯେ ଛୁଆକୁ ଆମ ଉତ୍ସର୍ଗ କରିବା କାରଣ ତାକୁ କିଛି ବୁଝାଇ ହେବ ନାହିଁ, କିନ୍ତୁ କାହାକୁ ବୁଝାଇ ହେବ? ତାର ବାପା ମାକୁ ବୁଝାଇ ହେବ। ବାପା ମା ବୁଝିଗଲେ ପିଲା ପିଲା ପଛେ ବୁଝିବ। ଆଜିଠୁ ସବୁଠୁ ବଡ ଅସୁବିଧା କଣ? ବାପା ମା କଣ ବୁଝା ମନେ ଏମାନେ ଭାବୁଛନ୍ତି କଣ ମୋର ପିଲା ଟୋକିକୁ ଡାବୁଥିଲେ ହେବ, ଘର ଗୋଟେ ବାନା ଦେଲେ ହେବ, କିଛି ଚିନ୍ତା ନାଇଁନି, ମୋର ପିଲାକେ ଘର ଗୋଟେ ଘେନି ଦେଲି ଅଛି, ପରେ ଜୁଆ ଖେলব ନହେଲେ ମଦ ଖାଇ ବାଧା করব, ସେ ଘର ବେଲି ଜାଣିଛି ତାକୁ ନାଇଁ। ମୋର କହିବାର ଉଦ୍ଦେଶ୍ୟ କଣ? ବାପା ମା ପ୍ରଥମରେ ବୁଝିବା ଦରକାର ଯେ ପ୍ରଭୁ ମତେ କାହିଁକି ଛୁଆ ଦେଇଛନ୍ତି ଆଉ ସେ ଛୁଆ ପ୍ରତି ମୋର କି କର୍ତ୍ତବ୍ୟ ହେବା ଦରକାର। ଆଜି ମୁଁ ଆପଣ ମାନଙ୍କୁ କହିବା ପାଇଁ ଚାହେଁ, ମା ମାନେ ଅନେକ ମା ମାନେ ବି ବସିଛନ୍ତି, ବୟସ୍କ ମା ମାନେ, ସେମାନେ ନିଜ ପିଲାମାନଙ୍କ ପାଇଁ କାନ୍ଦି ଥାଉଛନ୍ତି। କାହିଁକି କାନ୍ଦୁଛନ୍ତି ଜାଣିଛନ୍ତି? ପିଲା ଶାନ୍ତ ଥିଲା ବୋଲେ ସେମାନେ କାନ୍ଦତ ନାହିଁ ବା ଏବେ କାନ୍ଦଲାନି। ଯଦି ଆପଣଙ୍କ ଛୁଆ ସାନ ଅଛି ସେଇ ସମୟରେ ଯଦି ଆପଣ ଛୁଆ ପାଇଁ କାନ୍ଦି କରି ପ୍ରାର୍ଥନା କରିବେ, ଛୁଆ ବଡ ହେଲା ପରେ ତୁମକୁ କାନ୍ଦବାକୁ ପଡିବ ନାହିଁ। ଯଦି ଛୁଆ ଶାନ୍ତ ଥିଲା ତମେ କାନ୍ଦି କରି ପ୍ରାର୍ଥନା କରିବ ନାହିଁ, ବଡ ହେଲା ପରେ କାନ୍ଦବ, ତାର ମୂଲ୍ୟ ବେଶୀ ଦାମ ଥିବ। ଆଜି ବାକ୍ୟ ଶୁଣିବା ସମୟରେ ମୁଁ ଆପଣ ମାନଙ୍କୁ କହିବା ପାଇଛି, କାରଣ ସନ୍ତାନ ଗଣର ସନ୍ତାନ ମାନେ ବୃଦ୍ଧ ଲୋକ ମାନଙ୍କର ମୁକୁଟ ଭଳିଆ ଥିବେ ସେମାନେ। କିନ୍ତୁ ଯଦି ମୁକୁଟ ଭଳିଆ ଆମେ ତାକୁ ତିଆରି କରିବାର ଅଛି, ମୁକୁଟ ଭଳିଆ ତିଆରି କରିବାର। ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁଙ୍କ ନାମର ସ୍ତୁତି ହଉ, ପ୍ରଭୁଙ୍କ ନାମର ଗୌରବ ହଉ। କାରଣ ପରମେଶ୍ୱର ସନ୍ତାନ କେମିତି ଦିଅନ୍ତି? ଅଧିକାର ଭାବରେ ଦିଅନ୍ତି ଆଉ ପୁରସ୍କାର ଭାବରେ ମଧ୍ୟ। ପ୍ରଭୁ କଣ କରନ୍ତି? ଆମ ହାତରେ ଦେଇ କୁହନ୍ତି ଏଟା ହଉଛି ତୋର ଅଧିକାର। ତାର ମାନେ କଣ? ତାର ଉପରେ ତୋର ଅଧିକାର ତୁ ଦେଖାଇ ପାରିବୁ। ତମର ଅଧିକାର କୋଉଠି ଚলବ କି ନ ଚলବ? ସ୍କୁଲରେ ଲେଖା ହେଇଛି କଣ? ଦଣ୍ଡମୁକ୍ତ ଅଞ୍ଚଳ। କାରଣ ମାଷ୍ଟର ଅଞ୍ଚଳ ଆମର ଆୟା ବୁଆ ସେଟା ଆମ তুই পড়লে মিশা পড়, ন পড়লে মিশা নইলে নাই। ମୁଁ କହିବାର ଉଦ୍ଦେଶ୍ୟ କଣ? ସେଇଟା ଦଣ୍ଡମୁକ୍ତ ଅଞ୍ଚଳ, କିନ୍ତୁ ଆମର ଘର ଦଣ୍ଡମୁକ୍ତ ଅଞ୍ଚଳ ନୁହେଁ। ପିଲା ଭୁଲ କଲା ତାକେ ଚପବାର ଅଛି। ତ ବାପା ମାର କର୍ତ୍ତବ୍ୟ ଦେଖନ୍ତୁ। ମୋର କହିବାର ଉଦ୍ଦେଶ୍ୟ, ଯେତେବେଳେ ଆମର ପିଲାମାନେ ସାନ ବେଳେ, ଆମର ପିଲାମାନେ ପ୍ରଥମ ଥର ମଦ ପିଇକି ଆସିଲେ, ମା ମାନେ ପ୍ରଥମ ଥର ମଦ ପିଇକି ଆଇଲା, ତାକେ କବାଟ ଢାପି କରି ଦାରୁ ଫାଡା ରଚି ଦତ ପିଟି ବାଟେ ବୋଲେ ତାର ফুসকি মদ ভারী পড়তা পারতা কি নাই। আর দ্বিতীয়ত সে মদ গিলাস ধরলা বেলে তার দুকা তাকে মনে পড়তা, মানে খটা সব 10 দিন খাটে ঢুলু হাগিরা ভিগো বাধা নাই, টেনশন নাই, কিন্তু কোন বসে দ্বিতীয় থর মদ পিব নাই। আমার ঝিও মানে যেতବେଳେ ଅନ୍ୟ ପିଲାମାନଙ୍କୁ କାତା ହଉଛନ୍ତି, କାକେ କାତା ହେଇଛି? मोबाइल मार तो सुन तो आगे मोबाइल का चोप तो पर ताके चोप तो तार द्वितीय तो से का कथा हेते करी नहीं। हमर मां माने केटा हमर टोकी बेसी व्यस्त, केते साल बाबड़ी 7-10 टाइला दांत घोसे नहीं ता केते फोन हैं उसकी टंडा टोरी दिन जा के सुनुती मु जानि नहीं। जदि से तो थोड़े कथा हैला बेले मां मन जदि ताके मोबाइल का चोपते बेले द्वितीय तो डरता कि नहीं? डरता। ए काके पाले 3 मास पाछे जाना पड़ला। ମୋର କହିବାର ଉଦ୍ଦେଶ୍ୟ କଣ? ଯେ ସାନଟି ବେଳରୁ ବାପା ମା ଯଦି ପିଲାମାନଙ୍କ ପ୍ରତି ତାଙ୍କର କର୍ତ୍ତବ୍ୟ ସେମାନେ ପାଳନ କରିଥାନ୍ତେ, ତ ପରବର୍ତ୍ତୀ ସମୟରେ ତ ଆଜିର ଶିଶୁ ଉତ୍ସର୍ଗରେ ଏଇ ବାପା ମାକୁ କହିବା ସହିତ ଆଜି ଯେତିକି ବାପା ମା ବସିଲା ତ ସବୁକେ ମୁଁ କହିବି, ଆଉ ବାଇବଲ ଯାହା କହୁଛି ତାହା ମୁଁ ଆପଣ ମାନଙ୍କୁ କହୁଛି। ଆରେ ଆପଣ ମାନେ ମୋର କଥା ବୁଝିବାକୁ ଅସୁବିଧା ହେବ ନାହିଁ, ହେବ କି? ତମର ଭାଷାରେ ବାଟି ବାଟି କରି ନୁନ ମତି ସାଙ୍ଗେ ଚାକାଇ ଖୁଆଇଲା ପରେ ମୁଇଁ ବୁଝାଉଛି। ତାର ଗୋଟେ ଗାଁରେ ଯାଇଥିଲୁ, ଲୋକ କହୁଥିଲା ଏ ତୁରୁକ ଆଜ୍ଞା ବାକ୍ୟକେ ଯେ ବୁଝିବ ନାହିଁ ତାକୁ ସରଗର ଦୂତ ଆସି ବୁଝାଇଲି ମିଶା ବୁଝିବ। ଆପଣ ମାନଙ୍କୁ ବୁଝାଇବା ପାଇଁ ମକା ଲୋକିସ ବୋଲି କହୁଛନ୍ତି ଏ ଦେଶିଆଟା ଆଗ ଓଡିଆ ଜାନା ନାହିଁ, ବେଶୀ ଦେଶିଆ କହିଛି, କାହିଁକି କହିଛି କାହିଁ ତାକେ ବୁଝାଇଲିନି ମୁଁ ଆପଣ ମାନଙ୍କୁ ବୁଝାଉଛି, ଆପଣଙ୍କ ଭାଷାରେ ମୁଇଁ କହିବି। ମୋର କହିବାର ଉଦ୍ଦେଶ୍ୟ ପ୍ରିୟ ଭାଇ ଭଉଣୀ ମାନେ, ଆପଣ ମାନେ ବୁଝିଯାଅ। ଆଜି ଯେତିକି ଜଣ ବାପା ମା ଆସିଛନ୍ତି ଏ ଶିଶୁ ଉତ୍ସର୍ଗ କରିବା ସମୟରେ ଏ ଶିଶୁ ପାଇଁ ମଧ୍ୟ ପ୍ରାର୍ଥନା କରିବୁ, ତା ସହିତ ଆପଣ ମାନଙ୍କ ପାଇଁ ମଧ୍ୟ ପ୍ରାର୍ଥନା, ପ୍ରଭୁଙ୍କ ଦାସ ମାନେ ଅଛୁ, ଆମେ ମିଶିକରି ପ୍ରାର୍ଥନା କରିବୁ ଯେ ତୋର ପିଲାମାନେ ତୁମ ପାଇଁ ମୁକୁଟ ସ୍ୱରୂପ ହେବେ। ଆଗାମୀ ସମୟରେ ଆପଣ ଗର୍ବ କରିପାରିବେ, ମୁଁ ଅଙ୍କର ବାପା, ମୁଁ ଅଙ୍କର ଅଜା, ଏଇଟା ମୋର ନାତି, ସେଟା ମୋର ପିଲା।
ଗଲାନି। ବେଳେ ବେଳେ ବାପା ରେ ମତେ ବାବା ବୋଲି ନ କହ ଦେଖ, କାରଣ ପିଲାମାନେ କଣ କରୁଛନ୍ତି ନା କାଟି କରି ପଳେଇଥାନ୍ତି, ସମସ୍ୟା ହେଇଥାଏ ପରବର୍ତ୍ତୀ ସମୟରେ। ତ ଆଜି ବାକ୍ୟ ଶୁଣିବା ସମୟରେ ବାକ୍ୟରୁ କେତେଟା କଥା କହିବା ପାଇଁ ଚାହେଁ ଯେ ପରମେଶ୍ୱର କଣ କରୁଛନ୍ତି। ପଦ ପଢିବା ଗୀତ 137:3। ଦେଖ ସନ୍ତାନ ଗଣ ସଦା ପ୍ରଭୁଙ୍କର ଦତ୍ତ ଅଧିକାର। ପ୍ରଭୁ ଦେବା ଅଧିକାର କଣ କହିବେ, ଏଟା ମୋର ଅଧିକାର। ଆଜିକାଲି ପିଲାମାନେ କଣ ବୋଲି କହୁଛନ୍ତି, ଏ ଦେଖ ମା ହେଇଆଛିସ୍ ମା ପରାଥା। ପିଲାମାନେ କଣ ବୋଲି କହୁଛନ୍ତି, ତୁ ମା ହେଇଛୁ ମା ପରାଥା। ଏ ବାବା ବେଶୀ ହେଲାନି, ତାକେ ଗୋଟେ ବାଜାଇ ଦେଲେ କିଏ ବାଜାଇବ, ଏ ବାଜାଇବ ପୁଣି ପସଲା କୁକୁର ଜମ୍ବରି କରା ଏ ପୁଣି ବାଜାଇଛି। ପ୍ରଭୁ କଣ କରୁଛି, ଅଧିକାର ସନ୍ତାନ ଗଣ ସଦା ପ୍ରଭୁଙ୍କର ଦତ୍ତ ଅଧିକାର ଭାବରେ ଦିଅନ୍ତି ଆପଣଙ୍କୁ। ଏଟା ତୋର ଅଧିକାର, ଏଟା ତୋର ଅଧିକାରକୁ ଦେଖେଇ ପାରିବୁ, ଏଟା ତୋର ଅଧିକାର। ଆଉ ଗର୍ଭଜାତ ଫଳ ତାଙ୍କ ଦତ୍ତ ପୁରସ୍କାର। ପ୍ରଭୁ ପୁରସ୍କାର ଭାବରେ ଦିଅନ୍ତି ଆଉ ଅଧିକାର ଭାବରେ ଦିଅନ୍ତି। ଆଜି ଆମେ ଏଇ ପରିବାରରେ ଝିଅଟିଏ ପ୍ରଭୁ ଦେଇଛନ୍ତି, ଆଉ ତାକୁ ଆମେ ପ୍ରଭୁଙ୍କ ପାଖରେ ଉତ୍ସର୍ଗ କରିବା ସହିତ ଆଉ ଶିଶୁ ଉତ୍ସର୍ଗ କରିବାଟା ଏଟା ବାଇବଲର ନିୟମଟା। ଏଟା ବାଇବଲର ନିୟମ। ଦେଖିବେ ଗୋଟେ ପଦ ପଢିଲା ପରେ ଆପଣ ଜାଣିବେ। ଲୁକ ପୁସ୍ତକ ଖୋଲନ୍ତୁ ଆପଣ ମାନେ। ଲୁକ ତାର 2 ପର୍ବ ତାର 24 ପଦ। ପ୍ରଭୁଙ୍କ ବ୍ୟବସ୍ଥା ଶାସ୍ତ୍ରରେ ଲିଖିତ ଏହି ଆଜ୍ଞାନୁସାରେ ସେମାନେ ତାଙ୍କୁ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ନିମନ୍ତେ ଓ ପ୍ରଭୁଙ୍କ ବ୍ୟବସ୍ଥା ଶାସ୍ତ୍ରରେ ଲିଖିତ ଉକ୍ତି ଅନୁସାରେ 2ଟି ଘୁଘୁ ବା 2ଟି କାପ୍ତା ଛୁଆ ବଳିଦାନ କରିବା ସକାଶେ ତାହାଙ୍କୁ ଜେରୁସାଲେମକୁ ଘେନିଗଲେ। କଣ ତାହାଙ୍କୁ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ, କାହାଙ୍କୁ, ଯୀଶୁଙ୍କୁ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ପାଇଁ। ଯୀଶୁ କିଏ, ଯୀଶୁ ଆକା ପ୍ରଭୁ ହେଲା। କିନ୍ତୁ ଯେତେ ମନୁଷ୍ୟ ଭାବରେ ଆସିଲେ ସେତେ ବାପା ମା ଭାବରେ କଣ କରୁଛନ୍ତି, ପିତାଙ୍କ ନିକଟରେ ଉତ୍ସର୍ଗ କରିବା ପାଇଁ ନେଇଛନ୍ତି। ଆଉ ଉତ୍ସର୍ଗ କେମିତି କରାଯାଉଥିଲା, ଯେ ସେମାନେ ବଳିଦାନ ଦଉଥିଲେ। ତ ବଳିଦାନ ପାଇଁ କଣ ଥିଲା, ଗୁଡେ ବଳିଦାନ ଆପଣ ଲେବି ପୁସ୍ତକ ପଢିବେ, ବଳିଦାନ ଗୁଡେ ଧନୀ ଲୋକ କଣ ନେଇକି ଯିବ, ମଧ୍ୟମ ବର୍ଗ କଣ ନେଇଯିବ, ଆଉ ସବୁଠୁ ଗରିବ ଲୋକ ପାଇଁ ମଧ୍ୟ, ମାନେ ମରିୟମ ହଉଛନ୍ତି ସବୁଠୁ ଗରିବ। ଯୋସେଫ ମରିୟମ କଣ ଥିଲେ, ସବୁଠୁ ଗରିବ ଥିଲେ। ଏଇଟା ଜଣା ପଡୁଛି। ସେ କଣ ନେଇକି ଯାଉଛନ୍ତି, 2ଟା କାପ୍ତା ଛୁଆ, ଏତିକି ନେଇକି ଯିବାର। ସବୁଠୁ ଗରିବ ଲୋକ 2ଟା କାପ୍ତା ହେଲେ ନେଇ ପାରିବ ବୋଲି ତାର ନିୟମ ଥିଲା। ଲେବି ପୁସ୍ତକ ପଢିଲେ ଆପଣ ଜାଣିପାରିବେ। 12 ପର୍ବ ପଢିବାର ଆବଶ୍ୟକ ନାହିଁ। ଲେବି 12 ପର୍ବ ପଢିଲେ ଆପଣ ପୁରାଟା ଜାଣିପାରିବେ। 12 ପର୍ବ ତାର 2ରୁ 8 ପଢି ପଢି ଯଦି ଯିବେ ଆପଣ ସବୁ ଜାଣିପାରିବେ, ପଢିବାର ଆବଶ୍ୟକ ନାହିଁ। ସେଠି କଣ ଥିଲା, ଯେ ଉତ୍ସର୍ଗ କରିବା ଅଛି। ଶିଶୁକୁ କଣ କରିବା ଅଛି, ଉତ୍ସର୍ଗ। କାହା ପାଖରେ ଉତ୍ସର୍ଗ, ସଦା ପ୍ରଭୁଙ୍କର ଉଦ୍ଦେଶ୍ୟରେ ଉତ୍ସର୍ଗ। ଲେଖା ଅଛି ତାହାଙ୍କୁ ପ୍ରଭୁଙ୍କ ଉଦ୍ଦେଶ୍ୟରେ। ତ ଆଜି ଏ ଛୁଆକୁ ଯୋଉ ଉତ୍ସର୍ଗ କରୁଛୁ, କାହା ପାଇଁ ଉତ୍ସର୍ଗ କରୁଛୁ, ସଦା ପ୍ରଭୁଙ୍କର ଉଦ୍ଦେଶ୍ୟରେ ଉତ୍ସର୍ଗ କରୁଛୁ। ହେଲେ ଆମର ସମସ୍ୟା କଣ, ସେ ଉତ୍ସର୍ଗ କରିବା ଦିନାକ ପ୍ରଭୁଙ୍କରଟା, ତାର ପାଖେ କାଟା ଆମର, ମୋର ପିଲା, ମୋର ଟକି, ମୋର ଭାଞ୍ଜା, ମୋର ଭାଞ୍ଜି, ମୋରଟା। ପ୍ରଭୁ କହିବେ କାଲି ଉତ୍ସର୍ଗ କରିଥିଲୁ ମୋରଟା ବୋଲି, ପରେ ଅସୁବିଧା ହେଇଗଲେ ପ୍ରଭୁ ତମେ କାହିଁକି ଦେଲ ରାଜା, କାହିଁକି ଦେଲ। ପ୍ରଭୁ କହିବେ ନେଲିସ୍ କାହିଁ, ଯଦି ତୁ ଉତ୍ସର୍ଗ କରି ମତେ ଦେଇଥିଲୁ ମୁଇଁ ତାର ଦାୟିତ୍ୱ ନେଇଥାନ୍ତି। ଆମେ କଣ ନିଜେ ଭଲ କରି ହ୍ୟାଣ୍ଡେଲ କରି ଜାଣିନୁ କି ଯେ ହ୍ୟାଣ୍ଡେଲ କରିବେ ତାଙ୍କୁ ବିଷୟ। ଏବେ ମୋବାଇଲ ଯଦି ମୁଇଁ ଜଣକୁ ଦେବି, ଭାବନ୍ତୁ ପ୍ରଦୀପ ଦେବି ନାହିଁ, ଭାବି ଦିଅନ୍ତୁ ମୁଁ ତାକୁ ଦେଲି, ଯଦି ମୁଁ ତାଙ୍କୁ ଦେଲି ବୋଲେ ଠାକୁର ଦେବାର ଅଛି, ତେବେ ସେ ବାପା ବ୍ୟବହାର କରିପାରିବେ। ଦଉଥିବି ଆଣୁଥିବି, ଦଉଥିବି ଆଣୁଥିବି, ରଖିରା ଦେବି ବୋଲେ ଠିକତେ ଦେବାର ଅଛି, ନେବି ବୋଲେ ଛାଡିଦେ ନେବାର ଅଛି। ତ ମୋର କହିବାର ଉଦ୍ଦେଶ୍ୟ ପ୍ରିୟ ଭାଇ ଭଉଣୀ ମାନେ, ଆମର ପିଲାକୁ ଯଦି ଆମେ ପ୍ରଭୁଙ୍କ ପାଇଁ ଦେଇଦେଲୁ, ପ୍ରଭୁ ତାର ଯତ୍ନ। ଆମେ କହିବା ପ୍ରଭୁ ତମେ ଶିଖାଅ, ପ୍ରଭୁ ତୁମେ ବଢାଅ, ପ୍ରଭୁ ତୁମେ ଯତ୍ନ ନିଅ ପ୍ରଭୁ ମୋର ପିଲାର। ଏଇଟା ଆମର ପ୍ରାର୍ଥନା ଥିବାର ଅଛି। ଆମେ କିଛିଟା ମଝିରେ ଖେପା ହେଇକରି ମୋର ପିଲା, ମୋର ନାତି, ମୋର ଭାଞ୍ଜା ମୁଇଁ ନ କଲେ କିଏ କରବା, ଏ ଧାନ୍ଦା କରି ହଇରାଣ ଆମେ ହଉଛୁ। ଏବେ ଯେତିକି ବାପା ମା ମାନେ ହରବର ହଉଛନ୍ତି, ତାର ମୂଳ ଉଦ୍ଦେଶ୍ୟ କଣ, ସେମାନେ ପ୍ରଭୁଙ୍କୁ ଦେଉଛନ୍ତି ସତ କଥା, କିନ୍ତୁ ମଝିରେ କଣ କରୁଛନ୍ତି, ଏଟା ମୋରଟା ବୋଲି ଛାଡାଇ କରି ନେଉଛନ୍ତି।
ପଦ ପଢିବେ ଦେଖନ୍ତୁ ଯିଶାଇ ତାର 54 ପର୍ବ 13 ପଦ ଯିଶାଇ 54 ତାର 13 ତୁମ୍ଭର ସନ୍ତାନଗଣ ସମସ୍ତେ ତୁମର ସନ୍ତାନ ଗଣ ଗୋଟେ ମିଶା ନାହିଁ କଣ ଲେଖା ଅଛି ତୁମର ସନ୍ତାନ ଗଣ ସମସ୍ତେ ସଦା ପ୍ରଭୁଙ୍କ ଦ୍ୱାରା ଶିକ୍ଷିତ ହେବେ କାହା ଦ୍ୱାରା ଶିକ୍ଷିତ ହେବେ ଦେଖନ୍ତୁ ସଦା ପ୍ରଭୁଙ୍କ ଦ୍ୱାରା ଶିକ୍ଷିତ ହେବେ ଓ ତୁମ୍ଭ ସନ୍ତାନଗଣର ହଁ ମହାଶାନ୍ତି ହେବ। ମୋର କଥା ଟିକେ ଶୁଣ ଯୋଉ ପିଲାମାନେ ପ୍ରଭୁଙ୍କ ଦ୍ୱାରା ଶିକ୍ଷିତ ହେବେ ସେମାନଙ୍କର କଣ ହବ ମହାଶାନ୍ତି ହେବ ଯୋଉ ପିଲାମାନଙ୍କୁ ଆମେ ଶିକ୍ଷିତ କରାଇବୁ ଦୁନିଆ ପାଠରେ ମହା ଅଶାନ୍ତି ତାଙ୍କର ଜୀବନରେ ମିଶା ହେବ ଆମର ଜୀବନରେ ମିଶା ହେବ ତ ଯେତେବେଳେ ଆମେ ଛୁଆକୁ ପ୍ରଭୁଙ୍କ ପାଇଁ ଦେଇ ଦଉଛୁ ପ୍ରଭୁଙ୍କ ହାତରେ ଆଘାତ ହବ ଆଜି ଉତ୍ସର୍ଗ କରିବା ସମୟରେ ଅଳ୍ପ ସମୟ ପରେ ଆମେ ଶିଶୁକୁ ଉତ୍ସର୍ଗ କରିବୁ ଗଲାବେଳକୁ ଆମେ ପ୍ରଭୁ ଏ ଛୁଆଟିକୁ ଆମେ ଆପଣଙ୍କ ହସ୍ତରେ ଦଉଛୁ ତ ପ୍ରଭୁ ପ୍ରଭୁ ଯତ୍ନ ନେବେ ସେ କେମିତି ନେବେ ତାଙ୍କେ ଶୁଣା କାରଣ ପ୍ରଭୁ ପ୍ରତ୍ୟେକଙ୍କ ଜୀବନର ମହତ୍ ଉଦ୍ଦେଶ୍ୟ ଥାଏ ସେଟା ଆମେ ଦେଖୁଛୁ ଯୋଉ ପିଲାମାନେ ପ୍ରଭୁଙ୍କ ଦ୍ୱାରା ଶିକ୍ଷିତ ହେବେ ହାଲେଲୁୟା ମାନେ ଆମର ପରମେଶ୍ୱର ଆମର ପରିବାରରେ ପଶିକରି ଆମର ପିଲାର ଦାୟିତ୍ୱ ନେବା ପାଇଁ ଚାହୁଁଛନ୍ତି ଆମେ ଚାହୁଁଛୁ କି ମୋର ପିଲା ମୋର ଦାୟିତ୍ୱ ମୁଇଁ ପ୍ରଭୁ ନା ମାନେ ଆପଣଙ୍କର କୋଳରେ ଯୋଉ ଛୁଆ ଅଛି ଯୋଉ ସାନ ପିଲା ଅଛି ପ୍ରଭୁ ଆପଣଙ୍କୁ ଦେଇଛନ୍ତି ଆପଣଙ୍କର କାମ କଣ ଆପଣ ପ୍ରଭୁଙ୍କୁ ଦେବାର ଅଛି ଆମର ଟେ ଶିଶୁ ଉତ୍ସର୍ଗ ନାହିଁ ନାମ ଧେରାନି ବୋଲିବେ ନାମ ଧେରାନି ନାଇଁ ନାମକରଣ ହେବ ସେଟା ମାତ୍ର କଣ ହବ ସେ ନାମକରଣ ସହିତ ଉତ୍ସର୍ଗ ମଧ୍ୟ ହେବ ଆମର କଣ କରିବେ ଉତ୍ତାନ ପରବ ବୋଲବେ ନାହିଁ ଆମ୍ ପରବ ବୋଲବେ ଶୁଣିଛନ୍ତି ଆମ୍ ପରବ କି ସେଟା ଆମ୍ ପରବ ନାହିଁ ସେଟା ହଉଛି ପ୍ରଭୁ ଯୀଶୁ ଖ୍ରୀଷ୍ଟ ମୃତ୍ୟୁକୁ ଜୟ କରି ଉଠିଥିବା ଦିନ ସେଟା ଦୁନିଆରେ କିଏ ମରିକରି ଉଠତ ନାହିଁ ଯଦି ଅଣଖ୍ରୀଷ୍ଟିଆନ ମାନଙ୍କର କୋଉ ମହାପ୍ରଭୁ ଯଦି ମରିକରି ଉଠତା ବୋଲେ दुनिया जाको ढिंडरा पिटते आमर महाप्रभु तीला महाप्रभु आमर महाप्रभु गंजरा महाप्रभु बोलते आमे कोटी परास देदी डुमक मारला प्रिय भाई बोल माने आकाश तले आमर महाप्रभु का तीला महाप्रभु आमर महाप्रभु का प्रकृत महाप्रभु आमर महाप्रभु का वास्तव महाप्रभु हेले में सामे कोइला बेल के टोटल सब छुट्टी होची किंतु सेमान को देखो ईश्वर नहांती गर्वर सहित अति नहीं सकाले उठी से गु बंदे जाए गाधाई करी आसी करी हुलहुली मारुथिबे आमटा 8टा जाए 9 उठी करी ब्रश करी पात्रा मिसा करबे एटा डिफरेंस था ना से माने हिंदी हिंदी केदुर पूजा कर दिबे हमर घर पाके पात्रा करथिले बोले आजी न जाइबे आजी भल लागे नहीं मां जदी प्रार्थना जीवन छुआ प्रार्थना जीव की जंती माँ के सेंती पिला बाइबल लिखा है जी जैसो ने माता तैसो ने कौन माता जंती थी वो घुसरी पिला केंती थी वो बागोरा थी जैसी घुसरी पिला थी वो कुकुर पिला थी वो प्रार्थना करी मारू पिला केंती थी वो प्रार्थना करी थी वो हन्ना रो पिला केंती थी वो सामिल परागा ठीक वो कोई बाप आई चाहे प्रभु कहते तमर पिला जितकिलो बसला सुना मोर कथा प्रभु कहते तमर संतान माने सदा प्रभु को द्वारा शिक्षित हेबे तेबे से उनको जीवन को महाशांति प्रभु को नाम स्तुति हो प्रभु को नाम गौरव हो आज आम शिशु उत्सर्ग करने समय बापा मां कर्तव्य कौन हवा दरकार सब आपण मान कहवा चाहे विशेष करी बापार कर्तव्य बेसी अच्छे आमर बापा मान कौन भावुंट कमायन बेटा मोर काम घर चलाए बेटा तोर काम भाग मुंडा कर देछंती करछंती कि नहीं एबे छुआर जदी किछ असुविधा हेबो संगे संगे बापा पार्टी करबे एते केंती हैला पिला केंती हैला मुई तो कमायन तरिले ती खणो खाली तोर काम कमायन बेटा प्रिय भाई बोली माने एटा तो समस्या सेते देखो तो बापा माने मिसा पिला हागले मिसा ए दे पापा हागला खाली से माँ का छुंचा देवा टेंडर नहीं चलती ये करबे नहीं करबे एते कांदला आनी एते गला ओदला बेट बोली बिधा दी आजिकल छुआ पड़ी गले बोलते उठा मिसा ना आंती टीवी देख दी बस्ता चलती से पिला ओदले पड़लु बापा उठे उठ राजा उठी करिया से बुढ़ी माँ मिसा जा
ତମେ ଯାଅ ମା ବୋଲେ ତମେ ତାନେ କହିଲେ ସେ ପିଲା ଅଦରି କରି ନିଜେ କାନ୍ଦି ଦେଖ ଟିକେ ପିଲାମାନଙ୍କ କାମ କଣ ପଡିଲା ପଡେ କାନ୍ଦବେ କେ ଲୁଟାଇବେ କେ ଲୁଟାଇଲେ ନିଜେ ନିଜକୁ ବୁଝାଇ ଲୁଟବାରେ ମତେ ଗାଡି କଣ କରାଯାଇପାରିବ କଣ କରିହବ ଭାବନ୍ତୁ ସେମିତି ହେଲା ଆଗେ ଆମର ପିଲାମାନେ ଝାଡା ବସିଲେ ସାଙ୍ଗେ ସାଙ୍ଗେ ଛୁଞ୍ଚାଇ ଦଉଥିଲେ ଆଜିକାଲି ହଗିସ୍ ଆସିଲା ପିଜାଇ ଦିନ ଯାକ ପିଲା ସେଠି କି ଅବସ୍ଥା କି ନାହିଁ ସେ ପିଲା ହାଗି ଘର ଯାକ ବନ୍ଧୁଥିବ ସେ ପିଧି ଏତିକି ପୁରା ମୁତି ଥିବ ଦିନ ଯାକ ମୁତି ଗୋଟେ ଗାଁଟା ଚୁଟି ହେଇକରି ବୁଲୁଥିବ ସେଟା ତାର ନା ପୁଣି ହଗିସ୍ କୋଉଠି ହଗିସ୍ ସେଟା ଚୁଟି ହିଁ ଦିନ ଯାକ কি হিনস্তা কিনে পিলাই দিয়েছিল হগিস ଗୋଟେ ଥିଲା ଗୋଟେ ଗାଁ ଯାଇଥିଲି ଗୋଟେ ମା ଗୋଟେ ପିଲାକୁ ଢୁଲାଇ କରି ତା ଘର ପଡୁଥିଲା ପିଛା ଦଉଥିଲା ଏମିତି କରି ଶୁଖି ରସି ଯାଇଛି ସକାଳ ସନ୍ଧ୍ୟା ଦେଲେ କି ଦେବେ ଏବେ କଣ ସମସ୍ୟା ପ୍ରିୟ ମା ମାନେ ଶୁଣନ୍ତୁ ଆପଣଙ୍କର ଛୁଆ ବାପା ମାନେ ଶୁଣନ୍ତୁ ମୋର କଥା ପିଲାମାନଙ୍କୁ ତମେ କଣ ଦଉଛ ଏଟା ବଡ ବିଷୟ ନାହିଁ ତୁମେ ନିଜକୁ ଦଉଛ କି ତମ ପାଖରେ ସମୟ ନାହିଁ ବେଳେ ବେଳେ କଣ ହବ ଶୁଣନ୍ତୁ बापा कुली कर आसबे बापा ऑफिस लो आसबे बापा काम कर आसबे पिला दे ऊपर लादी हो कि नहीं ए रिसार मार गुत हालिया ही काम कर आइला ऊपर लादी होला गोटे चापड़ा मारबे जामा छोड़ी जीवो से पिला काम आइ जीवो एबा किसला आपण काम करंतु कि कुली जानतु कि ऑफिस जानतु तमर मन कथा पिलार दायित्व करो बापार प्रेम से पाइबो मार प्रेम से पाइबो ए मां मन मिसा जदी स्वामी स्त्री भल थिले पिला को बेसी प्रेम करबे जदी स्वामी स्त्री मार धरले पिला को कसमी पकाउथि देखो तो कहे कि मु देखति कि मार पड़ा लागे मां हेलानी बोले से पिला बुझी पारनो काली मग मां ते भल पाउथिला आजि काहे कि मां मते देखि जते ए मां माने पारबे ने काको पारबे सब रिसा का देखाइबे पिला मन को तो मार चापड़ा मारी मुन को हाजी जुजु कर दुते रात बिदा कुकुर कांदा तो मार दे बोल के पर मु को भाबुथि एते पिला ए सारा पिला की भूल कला तो टोटली चिबी देबी तू काहे के जन्म हलु तो ते फिंगी देबी तो थेबे अंक संग पर बुझला बेलकू ए दुई लोग हे इंडिया पाकिस्तान दे मार गले छी ए नागरिक से कष्ट भाबुथि तो प्रिय भाई बड़ी माने मोर कहिबार उद्देश्य करे बापार कर्तव्य सब सुंदर लेखा दो देखंतु एफिसिएंट 6 पर्व तार तीन पद खाली पड़ तीन पद ना चारि पद पड़ चारि पद पुणी हे पिता माने जतकी बापा मन बसछ सुनो हेला हे पिता माने आपण अपना पिला मानन को विरक्त करो नाही पिता माने बोला खसरी गला पर मके काके बोला पर बसचंती बापा मन काका कहू चल कोन अछि हे पिता माने आपण अपना पिला मानन को विरक्त करो नाही काके विरक्त करो नाही पिला मन को के विरक्त करबो बापा तार अर्थ लिखा अछि हे पिता माने कोन करो नाही तुमे आपण आपण पिला मान को विरक्त करो नाही हां मात्र सेमान को प्रभु को शिक्षा और चेतना द्वारा मात्र सेमान को प्रभु को शिक्षा आमे भाबुछु मोर पिला को जगतर शिक्षा का दरकार जगतर शिक्षा दरकार ए जगतर शिक्षा मोर पिला को जगतर आका स्थापित करबो मोर पिला ए जगतर पाठ पढि डॉक्टर ही पारबो इंजीनियर ही पारबो कलेक्टर ही पारबो वैज्ञानिक ही पारबो वैज्ञानिक कहले चंद्र जाई पारबो मंगल जाई पारबो तो स्वर्ग जाई पारबो जगतर ज्ञान लेखा हे पिता माने कौन करो तुम पिला मान को विरक्त करो नहीं मात्र सेमान को प्रभु को शिक्षा और चेतना द्वारा प्रतिपालन करो चेतना द्वारा प्रतिपालन शिक्षा आदि चेतना चेतना हेले बापा शिक्षा देबा को बापा तो नहीं शिखित और अछि कि नहीं बापा के कोडी जाना आके चापटी पिटबा को जाना आके कुकड़ा गाली जीवा के जाना आके खोइनी खाइबा का जाना आके मद पीबा के जाना आके प्रभु को शिक्षा चलो ने लेखा जाउची कोन हे पिता माने तुमे कोन करिवो तुमरो पिला मान को प्रभु को शिक्षा रे शिक्षित कराइबो सन को तुमे चेतना देबो एटा होची बापार बड़ काम है बापा और मां भितरे गोटे भिन्नता बाइबल देखाउची बापा कोन करबे और मां कोन करबे पद पढले आपण जानि पारिबे हित पदेश तार एक पर्व बहुत सुंदर लिखा जाए पदटा हितोपदेश एक पर्व तार 8 पद हे मोर पुत्र तुम्भो पितार उपदेश सुनो कौन बापा कौन करबे उपदेश देबे तने हैला
ଚର୍ଚ୍ଚରେ ପାଷ୍ଟର ଉପଦେଶ ଦେବେ, ଘରେ ବାପା ଉପଦେଶ ଦେବେ। ହେ 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 ମୋର ପୁତ୍ର, ତୁମେ ପିତାର ଉପଦେଶ ଶୁଣ ଓ ତୁମ୍ଭ ମାତାର ଆଦେଶ ପରିତ୍ୟାଗ କର ନାହିଁ। ମାତାର ଆଦେଶ ଦେଖନ୍ତୁ, ବାପା ଆହୁରି ମାର ଦାୟିତ୍ୱ ବହୁତ ସୁନ୍ଦର ଲେଖାଯାଇଛି। ହେ ମୋର ପୁତ୍ର, ତୁମେ ପିତାର ଉପଦେଶ, ବାପା ଖାଲି ଉପଦେଶ ଦେବେ, ହେଠି ବାବୁ ଏମିତି କରବାର ନାହିଁ, ଦେଖ ସେମିତି କରବାର ନାହିଁ, ଯିବାର ନାହିଁ, ବାପା ଏମିତି କରବାର ନାହିଁ ବୋଲି କହିବ। ମା କଣ ବୋଲି କହିବେ, ବୁଝାଇବେ, ମା ଆଦେଶ ଦେବେ, ଯିବିସ୍ କି କେନ୍ତା করবো না নাই, এটা হচ্ছে মা। বাপা দেখ, বাপা দেখ ধন্য কর রাজা বলবে, মা কোন করবে, মা সামনে আদেশ দেবে, আন পরিবা কাট, পানি আন, বাসন মাছ, মাজবু, দয়া করে লোক মাজিতে বিল করবে, দয়া করি নাই। কিন্তু আজির পিলা মন তো ভয় কাটা মানে কইলি কি না, যেমতির মা সেমতি পিলা পড়াটা মানে। মা যদি কইবে যা লোক হাঁড়ি পানি আনি দে, କଣ କହିବେ, ବସିରା କଣ କହୁଛନ୍ତି ମାନେ, ମାକୁ ମା ପାଣି ଟିକେ ଆଣି ଦେଲେ ପ୍ରଥମେ ଏ ହୁଁ ବୋଲେ କିଛିଟା ମୁଁ ଜାଣିନି, ଡିକ୍ସନାରୀ ଖୋଜରେ ମିଳୁନାହିଁ ଏଟା। ତ ବୋଲଲା ଲାଷ୍ଟ ତୁ ପାଣି ତ ଆଣିଦେଲୁ ନାହିଁ, ପାଣି ଆଣି ମିଶା ପାରবে না, ଆମର ପିତଳ ହାଣ୍ଡି ଭଇଁ ଦିଆସ। ଆଗେ ମା ମାନେ ମୁଣ୍ଡରେ ଦୁଇ ତିନିଟା ହାଣ୍ଡି ଭଉଥିଲେ, କି ନାହିଁ, ଯଦି ନଇଲେ ବୋଲେ ତିନିଟା ହାଣ୍ଡି ଭଇବେ, ତିନିଟା ହାଣ୍ଡି ସାଙ୍ଗରେ ଆଉ ଗୋଟେ ଧେରି କରି ଆସୁଥିଲେ। ଏମାନଙ୍କୁ ତିନିଟା ହାଣ୍ଡି ନାହିଁ, ଗୋଟେ ପିତଳ ହାଣ୍ଡି ଭଇଁ ଦିଆସ, ବାଟେ ଡୁଲିଥିବେ। ସେ ହାଣ୍ଡି କମ ଚେଷ୍ଟା ହେଇଥିବ, ତାର ଅଧିକ ଚେଷ୍ଟା ହେବ ନେଇଥିବେ। ଏ କୁରକୁରେ ମନେ କିଟା ଥିବ ବୋଲ, ମ୍ୟାଗି ଖା, କୁରକୁରେ ଖା। ତ ଏମାନଙ୍କର କିଛି, ତମର କହିବାର ଉଦ୍ଦେଶ୍ୟ ପ୍ରିୟ ଭାଇ ଭଉଣୀ ମାନେ, ବାପା ଆଉ ମା ଭିତରେ ଫରକ ମୁଁ କହିବା ପାଇଁ ଚାହେଁ। ଏ ଶିଶୁ ଉତ୍ସର୍ଗରେ ପ୍ରତ୍ୟେକ ବାପା ମାର ଭିନ୍ନ ଭିନ୍ନ ଦାୟିତ୍ୱ ଅଛି। ବାପାର ଦାୟିତ୍ୱ କଣ, ଉପଦେଶ ଦେବ, ମା ଆଦେଶ। ମା କଣ କରନ୍ତି, ମା କଣ କରନ୍ତି, ମା ଆଦେଶ ଦିଏ। ମା ମାନେ ଯେତିକି ବସିଛ, ପିଲାମାନଙ୍କୁ ଆଦେଶ ଦେବାକୁ ଶିଖ। ପ୍ରାର୍ଥନା ଯା, ରେଡି ହାରି ପ୍ରାର୍ଥନା ଯା କର, ଯିବୁ ନାହିଁ, ଯିବି ବୋଲେ ବାଜା ଦେବ କହିଲି ପୁରା କିଛି ବାଧା ନାହିଁ। ତମର ଘରେ ସରକାର ତମର କାନ୍ତିରେ ଆଣି ଚିପକାଇବା ଯାଏ, ଦଣ୍ଡ ମୁକ୍ତ ଅଞ୍ଚଳ ବୋଲି ଚିପକାଇବା ଯାଏ, ତାକୁ କୁଟ। ତାକୁ ବାଇବଲ କଣ କହୁଛି, ପିଲାମାନଙ୍କୁ କୁଟିଲେ ପୁଣି ତାର ନିର୍ବୋଧତା ଯିବ। ଆମେ ଯୋଉ ଲড়େଇଛୁ କି ନାହିଁ, ମୋର ବେଠା, ମୋର ଧନ, ମୋର ବୋଲେ, ଏବେ ଆମକୁ କି କରୁଛୁ, ତୁଇ ମୋର ବୋଲୁଛୁ, କହୁଛନ୍ତି କି ନାହିଁ। ମୁଁ କହିବାର ଉଦ୍ଦେଶ୍ୟ, ଯଦି ଆପଣ ମାନେ ପିଲାମାନଙ୍କୁ ବଢାନ୍ତୁ, କିନ୍ତୁ ପ୍ରଭୁ ବିହୀନ ଭାବରେ ଯଦି ବଢେଇବେ, ବଢେଇଲା ପରେ ତମର କିଛି କାମ। ବାଇବଲର ପରମେଶ୍ୱର ବି ଜାଣିଛନ୍ତି ଯେ ତାଙ୍କର ପୁତ୍ର କାହା ପାଖରେ ସୁରକ୍ଷିତ। ସେଥିପାଇଁ ପରମେଶ୍ୱର କାହାକୁ ବାଛିଲେ, ମରିୟମକୁ ବାଛିଲେ। ମରିୟମ, ପ୍ରଭୁ କାହିଁକି ମରିୟମକୁ ବାଛିଲେ, ଯେ ମରିୟମ ପାଖରେ ଏକା ମୋର ପିଲା ସୁରକ୍ଷିତ ରହିପାରିବ। ଏ ପ୍ରାର୍ଥନା କରିଟା, ଏ ପବିତ୍ର ଜୀବନ କାଟୁଛି, ଆଉ ଶାସ୍ତ୍ର ଜ୍ଞାନ ଭିତରେ ଯଥେଷ୍ଟ ଅଛି। ଆପଣ ଯଦି ମରିୟମର ଗୀତ ଆପଣ ଶୁଣିବେ, ବାଇବଲର ଅଧାରୁ ଅଧିକ ପୁସ୍ତକର ନାମ ସେ ଲେଖା ହେଇଛି। ସେଇଠୁ ନେଇ ସେ ପଢିଛନ୍ତି। ଦେଖିବେ, ମୁଁ କହିଲା ବେଳକୁ ଆପଣ ଟିକେ ଦେଖିଥାନ୍ତୁ। ଲୁକ ତାର 1 ପର୍ବ ତାର 47 ପଦ ପଢିବାର ଆବଶ୍ୟକ ନାହିଁ, ଖାଲି ଦେଖନ୍ତୁ ହେଲା। ମୁଁ କହୁଛି, ଲୁକ 1 ପର୍ବ 47 ପଦ। ସେଥିରେ ମରିୟମ କହିଲେ, ମୋର ପ୍ରାଣ ପ୍ରଭୁଙ୍କର ପ୍ରଶଂସା କରୁଅଛି। କୋଉଠି ଲେଖା ହେଇଛି, ପ୍ରଥମ ସାମୁଏଲ 2 ପର୍ବରେ ଲେଖା ହେଇଛି। ଦେଖନ୍ତୁ, ତାପରେ ମୋର ଆତ୍ମା ମୋର ତ୍ରାଣକର୍ତ୍ତା ଈଶ୍ୱରଙ୍କ ଉଲ୍ଲାସ କରୁଅଛି। ହବକୁକ 3 ପର୍ବ 14 ପଦ ଲେଖା ହେଇଛି। ତାପରେ ଲେଖା ଅଛି, କାରଣ ସେ ଆପଣା ଦାସୀର ହୀନବସ୍ଥା ପ୍ରତି ଦୃଷ୍ଟିପାତ କରିଅଛନ୍ତି। ଗୀତ ସଂହିତା 148ର 7ରେ ଲେଖା ହେଇଛି। ତାପରେ କାରଣ ଯେ ସର୍ବଶକ୍ତିମାନ ସେ ମୋ ପ୍ରତି ମହତ୍ କର୍ମ କରିଅଛନ୍ତି, ତାହାଙ୍କ ନାମ ପବିତ୍ର। ଗୀତ ସଂହିତା 71ର 19ରେ ଲେଖା ହେଇଛି। 126:2ରେ ଲେଖା ହେଇଛି। ଗୀତ ସଂହିତା ଲେଖା ହେଇଛି। ତାପରେ ଆପଣ ଦେଖିବେ ଗୁଡାଏ ବିଷୟ ଲେଖା ଦେଖନ୍ତୁ। ତାପରେ 52 ପଦ ଦ୍ୱିତୀୟ ସାମୁଏଲରେ ଲେଖା ହଉଛି। ମୋର କହିବାର ଉଦ୍ଦେଶ୍ୟ, ତାପରେ ଜିରିମିୟର ଲେଖା ହଉଛି 55 ପଦରେ ଜିରିମିୟର ଲେଖା ହଉଛି। ମୁଁ କାହିଁକି ଆପଣ ମାନଙ୍କୁ କହୁଛି ଯେ ଦେଖନ୍ତୁ, ଜଣେ ଲୋକ ପ୍ରଭୁଙ୍କ ଉଦ୍ଦେଶ୍ୟରେ
ଗୀତ ବୋଲିବା ସମୟରେ ଶାସ୍ତ୍ରରୁ ଏତିକି ବିଷୟ ସେ ଉଦ୍ଧୃତ କରି ଗାଉଛନ୍ତି, ମାନେ ତାକୁ ବାଇବଲ ସେତିକି ବିଷୟ ଜାନା। ଆମର ଲୋକଙ୍କୁ ବାଇବଲ କେତେ ଜାନା? ମା ମାନେ ବାଇବଲ ଜାନା ନାହିଁ। କଣ ଜାନା? ସିରିଏଲ ଜାନା, ସିନେମା ଜାନା। ଆମର ଭଉଣୀ ମାନେ ସିରିଏଲ ର କଥା କେମିତି ହଉଥିବେ, କାହାର ଘରେ ହେଲା ପରା କଥା, କେଦେଲି କାଲି ଭୟଙ୍କର ହେଲା আছে, বেশি মারগল ହେଲା আছ, সাতরি বুয়ারি পড়ে নাই, বাপড়িকে মেডিকাল নেলা আছ, কেনতা হেসিবে হেলে তার অনুরাগ তো দিল্লি গলা আছে পুনি আইছি কি কেমতি কি সেবারে কেনতা হেলা গেছে, কার ঘর খাতা নানি তুই জানবু নাইলো। আমার কোন কথা হচ্ছে সিরিয়াল র কথা, সিরিয়াল র কথা। আমার ঘরে রাতে 11টা পদে বেলে সে সিরিয়াল দেখি করে একা শোইবু। আমি রাতে 11টা বেলে আমি মিশি করে প্রার্থনা করে শোইবু বলবাটা নাই। রাতে 11টা আমার সিনেমা দেখি করি, সিরিয়াল দেখি করি। আমার বুড়ি মা মনে কত টিভি লাগাই দিয়ে করি কুচু কুচু বসেছিল, খাইলা থালি মুছা নেবে না কান্টি বলু। যদি দেখো তো তাহলে টেস্ট করবা পেয়ে চাচ্ছ, ঠিক টিভি সামনে ঠিয়া বলতে হবে, ঠিক ঠিয়াই দেবো টিভি পুরা কালিকে পরীক্ষা দেবে বললো বলে প্রার্থনা করে আসু আসু 2টা গীত গাবো আপারি দিতে মাত্র সিরিয়ালটা রাতে 2টা বেলা দেখলে নিদায় ছিল না আমার না আসে আসবো না। তো এমতি মার ছুয়ারি কেমতি থিব তা, হ্যাঁ কেমতি থিব তা। जो माँ छुआ को पेट्रे धरला बेले मोबाइल देखुथिबो, से पिला डांडे बार की ताको देबो, ভিতরে থাকি দেখুଥିଲି কেনে গলা বলে দেখু দেখু সেটা বাধা। তবে 4 মাসের পিলা মোবাইল দেখলেন দূরে, দেখো আমার বাপু খেলতা 4 মাস হয়ে রাত মানে কুঞ্চু কুঞ্চু খালি দেখলাম একা, এবে দেখে নাই সে মা পেটু দেখে দেখে ভালো আছে। আপনারা জানিছেন মা যদি খাইবি চাহিଥିବ ପିଲା দেখে চাহিଥିବ, ଯୋଉଟା ବି ଧରିଲେ ଏ ଫୁଲ କେତେବେଳେ ଖାଇବି ମୋବାଇଲ ଚାଲିବ, ଯୋଉଟା ଦେଲେ ସେ ଖାଲି ଖାଇବା କଥା ହଉଥିବ। ଦେଖିଛ ମା ଯଦି ସବୁବେଳେ ଶୋଇ ଶୋଇଥିବ ପିଲା କେମିତି ଥିବ ସେମିଲା। ତମ ବାବୁ କେତେବେଳେ ଚେତା ଥିବ ନାହିଁ, କାଁ ସବୁବେଳେ ଶୋଇ ଶୋଇ। ମା ଯଦି ଛୁଆକୁ ଗର୍ଭରେ ଧାରଣ କରିବା ସମୟରେ ଯଦି କାନ୍ଦି କାନ୍ଦି ଥିବ ପିଲା ମିଶା, ମା ଯଦି ହାସରି ହେଇଥିବ ପିଲା କେମିତି ହେଇଥିବ, ହାସରା କି ହାସରି ଏକା ହେଇଥିବ। ମା ପ୍ରାର୍ଥନା ଛୁଆ କେମିତି ହେବ ସେ ବି ସେମିତି ଏକା। ମୁଁ କହିବା ପାଇଁ ଚାହେଁ ଆଜି ପ୍ରଭୁ ଅନୁଗ୍ରହ କରନ୍ତୁ, ଏ ଶିଶୁର ଉତ୍ସର୍ଗ ସମୟରେ এই বাপা মাଙ୍କ ପାଇଁ ପ୍ରାର୍ଥନା କରିବା ଦରକାର। ପ୍ରଭୁ ଏ ଶିଶୁଟି ତୁମର ପାଇଁ ବରବାଦ ଅଛି, আর বড় ହେଲା ପରେ ପରିବାର ପାଇଁ ଗୌରବର କାରଣ। ପ୍ରଭୁ ଆମକୁ ଅନୁଗ୍ରହ କର। ପଦ ପଢିବେ ଆପଣ ମାନେ, ବିଚାରକର୍ତ୍ତା 13 ପର୍ବ ତାର 8 ପଦ, ବିଚାରକର୍ତ୍ତା 13 ପର୍ବ 8 ପଦ। ତହିରେ ମୋହନ ତହିରେ ମାନହ ସଦାପ୍ରଭୁଙ୍କୁ ବିନତି କରି କହିଲା, ତହିରେ ମାନହ ସଦାପ୍ରଭୁଙ୍କୁ ବିନତି କରି କହିଲା, ହେ ପ୍ରଭୁ ବିନୟ କରୁଅଛି ପରମେଶ୍ୱରଙ୍କ ଯୋଉ ଲୋକଙ୍କୁ ଆପଣ ପଠାଇଥିଲେ ସେ ଆମ୍ଭମାନଙ୍କ ନିକଟକୁ ପୁନର୍ବାର ଆସନ୍ତୁ ଓ ଯୋଉ ବାଳକ ଜନ୍ମିବ ତାହା ପ୍ରତି ଆମ୍ଭମାନଙ୍କର କି କର୍ତ୍ତବ୍ୟ ଏହା ଆମ୍ଭମାନଙ୍କୁ ଶିଖାନ୍ତୁ। କଣ ବୋଲି କହୁଛନ୍ତି, ଯୋଉ ଛୁଆଟା ଦେଲ ପ୍ରଭୁ ଆମର ହାତରେ ତାର ପ୍ରତି ଆମର କି କର୍ତ୍ତବ୍ୟ ହେବାର ଅଛି, ଆମେ ତାକୁ କେମିତି ବଢାଇବାର ଅଛି ଆମକୁ ଶିଖାଅ। ଆମଠାରୁ ତ ସବୁ ଜାନା ଜାନା, ଆମର ସବୁ ଜାନା, କାଏଟା ଜାନା, ବିଏ ତ ପଢିଛ କାଏଟା ଜାନା, ଖାଲି କଣ ଜାଣିଛ, ଖାଲି ରାନ୍ଧା ବଢା ଜାନା, ରେଡି ହେବାଟା ଜାନା, ଆରେ ଅଧିକ କିଛିଟା ଜାନା। ଦେଖନ୍ତୁ ଏଠି ମାନବ ଆଉ ତାର ସ୍ତ୍ରୀ କହି ପ୍ରଭୁ ସେ ଲୋକକୁ ପୁଣି ଥରେ ପଠାନ୍ତୁ, ସେ ଆସିକରି କୁହନ୍ତୁ ଯୋଉ ଛୁଆଟା ଆପଣ ଦଉଛନ୍ତି ତାର ପ୍ରତି ଆମର କି କର୍ତ୍ତବ୍ୟ ହେବ ଆମକୁ ଶିଖାନ୍ତୁ। ଆମକୁ ସେ କଣ କରନ୍ତୁ, ଶିଖାନ୍ତୁ, ଶିଖାଇ କରି ଯାଆନ୍ତୁ। ସେଟା ପାଇଁ ଆଜି ମୁଁ ଶିଖାଇବା ପାଇଁ ଆଇଲି। প্রিয় ভাই বোন মানে কোন লেখা আছে, প্রভু সে লোককে পুরি সে শিখান্তু যে ছুয়াটা কেমতি। না মানে পিলাটা সান থিলা বেলরু আপনার কোଳରେ থিলা বেলরু তাকে প্রভু ভୟରେ বঢ়াଇବା ପାଇଁ, কারণ পিলা ଏବେ ଆପଣଙ୍କ କୋଳରେ ଅଛି।
ଇସ୍ରାଏଲ ଦେଶର ମା ମାନେ ଛୁଆ ମାନଙ୍କୁ କ୍ଷୀର ପିଆଇବା ସମୟରେ ବାକ୍ୟ କହୁଥିଲେ। ସେମାନେ ବାଇବଲର ପଦ ପର୍ବମ ସବୁ ସେମାନେ କହୁଥିଲେ। ସେଇଥିପାଇଁ ସିନା ଗୋଟେ ଝିଅ ନାମାନ ଘରେ ଯାଇକରି ନାମାନର ସ୍ତ୍ରୀ ତା ସାନ୍ତା ଛୁଆର କଥା ବିଶ୍ୱାସ କରୁଛି, ରାଜା ବିଶ୍ୱାସ କରୁଛି, ସେନାପତି ଏ ବିଶ୍ୱାସ କରୁଛି, ନାମାନ ବିଶ୍ୱାସ କରି ଆସୁଛନ୍ତି। ସାନ୍ତା କ୍ଷୁଦ୍ର ବାଳିକା ଲେଖା ହଉଛି। ଆମର ପିଲାମାନେ ଯୋଉଠି ମିଶା ଥିବେ ଯଦି ପ୍ରଭୁ ଭୟରେ ପଢିଛନ୍ତି ସେ ଜାଗାରେ ପରିବର୍ତ୍ତନ ଆସିବ। ଆସିବ, ବିଶ୍ୱାସ କରାହେବ। ଥରେ ଗୋଟେ ଗାଁ ପାଖରେ ଗୋଟେ ପର୍ବତଟା ଥିଲା, ଗୋଟେ ହଷ୍ଟେଲ ଗୋଟେ ଥିଲା। ହେଲେ ସେ ହଷ୍ଟେଲ ତ ଅଛି, ମାତ୍ର ସେ ହଷ୍ଟେଲ ପାଖରେ ପର୍ବତ ଗୋଟେ ଅଛି। ହେଲେ ପିଲାମାନଙ୍କୁ ସ୍କୁଲରୁ ଆଇଲା ପରେ ଖେଳିବାକୁ ହେଉନାହିଁ ଜାଗା। ହେଲେ ଭାବିଲେ ଏ ପର୍ବତ ଯଦି ଏଠି ନଥାନ୍ତା ବୋଲେ ଆମକୁ ଖେଳ ପଡିଆ ଗୋଟେ ହେଇଯାଇଥାନ୍ତା। ହେଲେ ଏମାନେ ବାଇବଲରୁ ଶୁଣିଛନ୍ତି କଣ, ଯଦି ତୁମେ ପର୍ବତକୁ କହିବ ଯେ ସମୁଦ୍ରରେ ପଡ ଗଲେ ପଡ, ତ ଏ ପିଲାମାନେ କଣ ସ୍କୁଲ ଆସିବେ, ତାପରେ ଜଳଖିଆ ପଡେ ଖାଇବେ, ଆଜି ହଠାତ୍ ଦୁଷିବେ ସନ୍ଧ୍ୟା ହେଲା ବେଳକୁ। ପରେ ସେ ୱାର୍ଡେନ ଦେଖିଲା ପିଲାମାନେ କେଣେ ଯାଉଛନ୍ତି, ଦେଖିଲା ବେଳକୁ ସେ ଜାয়গা ସେ ପର୍ବତକୁ ଯାଇ କହୁଛନ୍ତି ଏରେ ପର୍ବତ ଯେ ସମୁଦ୍ରରେ ପଡ, ଏରେ ପର୍ବତ ସମୁଦ୍ରରେ ପଡ, ଏଇଟା ସେମାନେ କହୁଛନ୍ତି। ଆଜି କହିବେ ପଢି ନାହିଁ, କାଲି କହିବେ ପଢି ନାହିଁ, ପିଲାମାନେ ଦୁଃଖ ହେଇଯିବେ। କିନ୍ତୁ ବାଇବଲ ତ ଲେଖା ହେଇଛି, କହିବା କାରଣ ତାର ୱାର୍ଡେନ କର ବୋଲି କହିଲେ ଏରେ ମୂର୍ଖ ମାନେ ଏଟା ବାଇବଲରେ ଲେଖା ହେଇଛି, ଏଟା ହେବ ନାହିଁ। ଏଟା ନାଇଁ ଲେଖା ଯଦି ହେଇଛି ବୋଲେ ହେବ, ଏ ପିଲାମାନେ କହିବା କାରଣ କଲେ। ଆପଣ ଜାଣିଛନ୍ତି ସେ ଜାଗାରେ ଥରେ ବଢି ଆସିଲା, ସମୁଦ୍ରର ପାଣି ନଦୀର ପାଣି ସବୁ ଗାଁକୁ ମାଡି ଆସିବ ଯେତେବେଳେ ଜାଣିଲେ ସରକାର ନୀତି ଆଦେଶ ଦେଲେ କଣ ନା ସେଟା ମାଟି ପକାଇବାର ଅଛି। କୋଉଠୁ ମାଟି ଆଣିବେ, ଆର୍ମି ବାଲା କଣ କଲେ ଆସିଲେ ସେ ପର୍ବତକୁ ଠାଟଲେ ଚାଚଲେ ଆରି କୋଉଠି ପକାଇଲେ, ସେ ପର୍ବ ସେ ନଦୀର ପାଣିକୁ ସେ ବନ୍ଦର ପାଣିକୁ ବନ୍ଦ କଲେ, ଏ ସବୁ ସେଠିକି ନେଇକି ଗଲେ। ବଢିଆ ପଡିଆଟା ମୁଁ କହିବା ପାଇଁ ଚାହେଁ ତମର ପ୍ରାର୍ଥନା ତମ ସାମ୍ନାରେ ଥିବା କୁପଲିକେ ମିଶା ପ୍ଲେନ କଲେ। ଏବେ ସମସ୍ୟା କଣ ହେଇଛି ଆମର ମା ମାନଙ୍କର ମୂଳ ଚିନ୍ତା ଏ ଚିଠିଟାକୁ ଗ୍ରୁପ ରୁ ନଇଲା କିଲୋ ଶ୍ରଦ୍ଧା ହେଇଛନ୍ତି ସବୁ এটা ভাষা ଯିବା ଖୋଟଲା ଭୁକେଲା ଦିଏ ବାଟେ ଆଗେ ତ ମୂଲା ଡାଲିକି ଚୁଟା ଚାଟାଇ କରି ଖାଉଥିଲୁ କି ନାହିଁ, ପଢୁଥିଲୁ କି ନାହିଁ। ଏବେ ଗ୍ରୁପ ଆଣି କଣ କଲୁ ମେଡ ବାନ୍ଧୁ କି ବଲେର ଘେରଲାସ କି ସୁନା 3 ତୁଲା ଘେରଲାସ, ଖାଲି ସେ ଚିଠିଟାକୁ ଉଠେଇବାଟାକୁ ଜଣା ପଡିଲା, ଗ୍ରୁପ ଉଠାଇବା ଜଣା ପଡିଲା, କିଛି ଜଣା ପଡିଲା। ଏବେ କଣ ସପ୍ତାହ ଯାକ କୁଲି କରୁଛନ୍ତି ଖାଲି ଗ୍ରୁପ ବାନ୍ଧିବା ପାଇଁ। କେତେ ଘରେ ମାଙ୍ଗଲ ହେଲେ আর কে তো ছাড়া কে দেখলে আজকে তো কুলি করবাকু যাইছন্তি, বাহারে যাইছন্তি কুলি করবা পাই, সে কুলিটা আনি করে গ্রুপ বাঁধবা সেটা আর কিছু নেই। খাওছন্তি কি বল করি নাই, যদি শুক্রবার দিনে গ্রুপটাকে বাঁধবার আছে গুরুবার রাতে নিদ নাই। এটা ভৌণী মানে প্রার্থনা করছেন প্রভু দয়া করো রাজা, কালকে গ্রুপ বাঁধবার আছে, চিঠটা বাঁধবার আছে, মোকে দয়া করা। আর সাক্ষীরে দৌথিবা আছে তোতে ମୁଁ ସତ ଯାଇଥିଲି ପ୍ରଭୁଙ୍କ ନାମର ଧନ୍ୟବାଦ କୁ ମୁଁ ପ୍ରଭୁଙ୍କୁ କହିଲି ପ୍ରଭୁ ମତେ ଗ୍ରୁପ ରୁ ବାନ୍ଧବାର ଅଛି ରାଜା। ମୁଁ କେତେ ଜାଣିଲି ତ କହିଲା ତ ଜାଣିଲି ସେ କହୁଛି ମୁଁ ପ୍ରାର୍ଥନା କଲି ପ୍ରଭୁ ଗ୍ରୁପ ରୁ ବାନ୍ଧବାର ଅଛି ରାଜା ଜଗା ବୋଲାରୁ ପ୍ରଭୁ ମକେ ମୁଁ ଭାବିଲି ତୁ ଗ୍ରୁପ ରୁ ବାନ୍ଧବାକେ କହିଲି ଯଦି କହିଥାନ୍ତୁ ପ୍ରଭୁ ମୋତେ ରୁମ୍ ଚୁଟବାର ଡାକୁ ଦିଅ ଦେତେ କି ନାହିଁ। ଏମାନଙ୍କ ରୁମ୍ ଚୁଟବାର ଇଚ୍ଛା ନାହିଁ, ଏମାନଙ୍କୁ ଖାଲି ଗ୍ରୁପ ରୁ ବାନ୍ଧବାକେ ডাবু নৌথিরে বাঁধে। এবার 4টা লাগা জায়গার রুম বাঁধিଛନ୍ତି, ଏବେ କାଲିକି ଦୁଃଖ ପଡିଲେ ବି ତାଙ୍କୁ ডাবু ଦେବେନି, କାରଣ ସବୁଠି ଡିଫଲ୍ଟ ହେଇଛନ୍ତି। କାଠୁ 200 ନେଇ, କାଠୁ 500 ନେଇ, କାଠୁ 1000 ନେଇକରି ରଖନ୍ତୁ। ପ୍ରିୟ ଭାଇ ଭଉଣୀ ମାନେ ମନେ ରଖିଥାନ୍ତୁ ଯେ ଆପଣଙ୍କର ପ୍ରାର୍ଥନା ସବୁ କରିପାରନ୍ତୁ। ସେତେ ପିଲା ସାନ ଥିଲା ବେଲେ, ପିଲା କଲେ ଥିଲା ବେଲେ ଖୁଆଇଲା। ଦେଖନ୍ତୁ ମା ମାନେ ମୋର କଥା ଟିକେ ଶୁଣ, ତମ ପିଲାକେ ଖାଲି ଗିଲାও ନାହିଁ, ଖାଲି ଭଲ ରାନ୍ଧେ ଚକି ଚକି ଖୁଆଇବା ପୂର୍ବରୁ ପ୍ରାର୍ଥନା କର ପ୍ରଭୁ ମୋର ଛୁଆ ପାଇଁ ଖାଦ୍ୟ ଖୁଆଉଛି, ପ୍ରଭୁ ମୋର ଛୁଆ ପାଇଁ ସୁସ୍ଥତା ସ୍ୱାସ୍ଥ୍ୟକର ହଉ, ତାକୁ ବଳ ଦିଅ, ତାକୁ ଜ୍ଞାନ ଦିଅ, ପିଲା ହେବ ବଳଷ୍ଟ ହବ। ସେଠି ନହେଲେ ଖାଲି ଗିଲାଉଥିବ ଆଜ୍ଞା আমার বাবুকে কেতে খোয়াইলুনি আজ্ঞা, হেলে মিশা পাতলা আঁকা আছে, অলপ প্রার্থনা করা। ଥରେ ଜଣେ ପାଷ୍ଟର ପାଖେ ଯାଇଥିଲେ, ଆଉ କହୁଛନ୍ତି ଆଜ୍ଞା ଆମର ପିଲା ପାଇଁ ଟିକେ ପ୍ରାର୍ଥନା କର ଆଜ୍ଞା, ବେଶୀ ଦୁର୍ବଳ ଅଛି।
ପାଞ୍ଚଟା ଆଜ୍ଞା ପଚାରିଲେ ଖାଉ ନାହିଁ କି ତମର ପିଲା? ନାଇଁ ଆଜ୍ଞା ଖାଦି ଉପର ବୋଲ ଦେହ ଆଗ ଦୁର୍ବଳ ଅଛନ୍ତି କଣ ଖାଦି ଉପର ବୋଲ ଦିନ ଯାକ କି ସମୟ ଖାଉଥିବ ଆଜ୍ଞା ମାତ୍ର କି ଦେହ କାହିଁକି ଦୁର୍ବଳ? ଶୁଣା ଖାଇଲା ବେଲେ ପ୍ରାର୍ଥନା କରି ଖାଇବ ଶାନ୍ତିରେ ଖାଇବ ପ୍ରାର୍ଥନା କଲା ପରେ କିଛି କହିବ ନାହିଁ ପ୍ରଭୁ ଦେଇଛ ଧନ୍ୟବାଦ ବୋଲେ ଧନ୍ୟବାଦ ଖାଇଲା ବେଳକେ ନୁନ ଲାଗେ ନାହିଁ ମର୍ଚି ଲାଗେ ନାହିଁ ମୂଲା କି ଭାଜି କି ପ୍ରାର୍ଥନା କଲ ପ୍ରଭୁ ଦେଲେ ବୋଲେ ଗିଲବାର ଅଛି ସେଇଟା ଶିଖବାର ଅଛି ପ୍ରଭୁ ମାନ କଣ ପ୍ରାର୍ଥନା ପ୍ରଭୁ ଦେଇଥିବା ଧନ୍ୟବାଦ ଖାଇ ପିଇ ନାହିଁ ଏଟା ମତେ ଭଲ ଲାଗିଲା ପ୍ରଭୁକୁ କହୁଛ ତମେ ଦେଲାଟା ମତେ ଭଲ ଲାଗେନି ବୋଲ ତ ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ ଆଜି ବାକ୍ୟ ଶୁଣିବା ସମୟରେ ଆମେ ପ୍ରତ୍ୟେକ ଲୋକର କର୍ତ୍ତବ୍ୟ କରାଇବା ଦରକାର ପ୍ରାର୍ଥନା ମା ମାନେ ଆମକୁ ଶିଖାନ୍ତୁ ଆମେ ଶିଖିବାର ଅଛି ଆମେ ପ୍ରଭୁକୁ କହିବା ପ୍ରଭୁ ତୁମେ ମତେ ଶିଖାଅ ପ୍ରଭୁ ମୋର ପିଲା ପ୍ରତି ମୋର କି ପ୍ରକାର କର୍ତ୍ତବ୍ୟ ହେବ ମତେ ଶିଖାଅ ବୋଲେ ପ୍ରଭୁ ଶିଖାଇବେ ଆମେ ତ ମୁଇଁ ଜାଣିଛି ବୋଲବା ଲୋକ ଆମେ ଜାଣି ମୁଦଲି ମାନେ ଆମେ ନିଜେ ଜାଣୁ ବୋଲବା ଲୋକେ ଆଉ ପ୍ରଭୁ ଶିଖାଇବେ କଣ जो हांडी खाली थी से पानी भर्ती करवा कि भर्ती दिलाटी भर्ती करवा भर्ती दिलाटी भर्ती करबे नहीं कि हांडी उल्टा लाटी मिसा तुम हांडी के उल्टा करो कि राती रात बोरिंग मारो भर्ती भर्ती हो आवे गट्टा उल्टा हांडी बने आनी गट्टा भर्ती हांडी बने खाली करो प्रभु मैं जाने नहीं प्रभु मोर पिला प्रति मोर की कर्तव्य हबो मोर झियो प्रति मोर की कर्तव्य हबो प्रभु तुम मते जणाओ बोले प्रभु तुमको जणाइबे प्रभु जणाइबा परमेश्वर से मान हो स्त्री कहते प्रभु आमको आसतु आ शिखांत आमको जना पद पढ़े द्वितीय विवरण 6 पर्व 7 पद द्वितीय विवरण 6 पर्व 7 पद आउ तुम्हें अपना संतान बेलू यत्नपूर्वक ताहा शिखाइबो और तुम्हें अपना गृह बसिबा बेले घरे बसला बेले और तुम्हें पथरे चालिबा बेले और तुम्हें शयन करिबा बेले और तुम्हें उठिबा बेले सेमानक संगे से विषय कथाबार्ता करिबो प्रभु को विषय कोन को कथा केते बेले कथा हबो यत्न पूर्वक सिखाइबो हैला माने हल्का रे नेबो नै प्रभु को विषय सुनो तो मां माने हमर बाइबल रे लिखा है पिता माता को समादर करो लिखा है कि नहीं साहित्य बही लेखा है नहीं तुम पढ़ी न तो जाना नहीं लेखा है नहीं गणित बही भूगोल बही लेखा है नहीं बाइबल लेखा है एटा जदि माँ पिला के शिखाइब नहीं सान बेलू बड़े बापा माँ को समादर करब कि करब नहीं से बेले बेले झील मैंने माँ को हुड़ुवे तु कहीं मोर माँ हेलु कहीं हेलु आप्लिकेशन पकाइल गुड आप्लिकेशन पड़गल ना के तु कहीं मोर माँ हेलु माउसी कहीं मोर माँ है नहीं से जदि मोर माँ मुझे घरे कहीं जन्म हेली नहीं केटा भौणी माने बाहा प्रस्ताव थे मुझे आपको कहीं बाहेली हेले से सुना बना ओला पाट शाढ़ी पिंधि गाड़ी चेकी बुलुची ताके देखि भावुछती ताके हेले हेताबे से बापड़ी से मदुआ को भी भाई बूट संग माड खाई करी सुना बना ओला बुलन सब इच्छा ताके हेले हेताबे बोलेला यही नले हेताबे तुमके प्रभु जाने करी तुमको फल घरे विवाह कर देइछंती तमे बुझी पारो न सेटा आमे कोन स्वामी रो 10टा खराब गुण को देखुछु किंतु गोटे फल गुण अछि तार 9टा फल गुण तार मोर स्वामी रो गोटे फल गुण अछि कि नहीं आछे कि नहीं आछे प्रभु का नाम स्तुति हो लेखा जाछि कोन तुम संतान गण को यत्न पूर्वक ता सिखाइबो तुम्हें अपना गृह रे बसला बेले किटा कथा हुछु पिला संगे बाटरे चाली करे गला बेले सोइला बेले उठला बेले अन भाबी देखो तू प्रभु चाहुचंती जे सब बेले हमर पिला को प्रभु को विषय कहबार अछि कि नहीं कहबार अछि जानले तो कहबो आमे हमको जानबा को इच्छा नहीं तबे कौन बोली कहि परिबो तो प्रिय भाई बहन मान मु कहिबा पाई चाहे बापा मां को कर्तव्य आज शिशु उत्सर्ग करबा समय प्रत्येक बापा मां को मु कहिबा पाई चाहे खाली एमान को कहू नहीं सबको कहू सौभाग्य हम आज जति लोग आसी ना
ତାଙ୍କୁ କିସ୍ ବୋଲି କହିବାର ମୋତେ ଜଣା ନାହିଁ ସତ ନା ତମର ପାଇଁ ରାନ୍ଧା ବଢା କରି କରି ତମକେ ଖରାପ ଆସି ବୋଲି ଛାଇ ତଲେ ଗୋଟେ ମିଟିଂ କରାଯାଇଛି ଖରାପ ଆସୁଛି ଛାଇ ହଉଛି କେତେ ବଢିଆ ଜାଗା କି ନାହିଁ ହାଇ ହାଇ ଲାଗୁଛି ସିଟ୍ ମିଶା କେତେ ବଢିଆ ଜାଗାରେ ମିଟିଂ କରାହେଇଛି ଆସିଲେ ହବ କି ନାହିଁ ଯଦି ଲକଡାଉନ ହେଲା ତାହେଲେ କିଛି ବାକ୍ୟ ବୁକା ନାହିଁ ଆଣିଗର ତ 2 ବର୍ଷ ଆଭାଡ଼ି ପଡିବା କଥା ସେ ଭିତରେ ଯଦି ପ୍ରଭୁ ଆସିଗଲେ ସବୁ ରହିଯାଇ ହବ କାରଣ ସେତିକି ଭିତରେ ବାକ୍ୟ ପାଠ୍ୟ ତ ନାହିଁ ବାକ୍ୟ ପଢା ହଉଛି କି ନାହିଁ ନାଇଁ ଖାଲି ରାନ୍ଧା ବଢା ପ୍ରାର୍ଥନା ନାହିଁ ରାନ୍ଧବାର ଗିଲବାର ଖାଲି ସେଟା ଦେଖ ଏ ଲକଡାଉନରେ ସମସ୍ତଙ୍କ ଓଜନ ବଢିଛି କି ନାହିଁ ସବୁ ଲୋକ କାହିଁକି କହିଲେ କାମ ନାହିଁ ଧାମ ନାହିଁ ଘରେ ବସି ଗିଲବା କଥା ତମ ସ୍ୱାମୀ ମାନଙ୍କୁ ଦେଖ ଚାଉଳ ବସ୍ତା ପାଇକି 50 କେଜି ଚାଉଳ ବସ୍ତା ଗୁଲଟୁ ହେଇକରି ତ ପ୍ରିୟ ଭାଇ ଭଉଣୀ ମାନେ ପ୍ରଭୁ କାହାକୁ କିଛି ଉଣା କରିନାହାନ୍ତି କିନ୍ତୁ ଆମର ଚିନ୍ତା ଖାଲି ଖାଇବା ଚିନ୍ତା ଛଡାରେ କିଛି ଚିନ୍ତା ଅଛି ତାକି ମା ମାନେ ତାହେଲେ ପିଲା ଚିନ୍ତା କେତେବେଳେ କରବାର ପିଲାକୁ ମାକୁ ପିଲା ପ୍ରାର୍ଥନା କର ଦେଖିଲେ ତ ସେ ପ୍ରାର୍ଥନା କରତା আমার পিলা চর্চরে কাই উৎপাত হয়ে যাচ্ছেন তেমন জানি না চর্চরে কেদি বসবার আছে স্কুলে উৎপাত হতো হ্যাঁ 2 দিন বাজাইবে তাকে পিলা যে চুপে কুটি পড়া আর পিলা কিছু জানা না স্কুল পাঠাই দিয়েছিল এবং মধ্যে সান ছুয়াটা স্কুল যাইছিলা ମୋ ସ୍ତ୍ରୀ ତାକୁ ପଚାରିଲା ଭାଇ ବାବୁ ଆଜି ତୁ କଣ ଶିଖିଲୁ ଚୁପ୍ ହେଲା କଣ ପଢିଲୁ ନାଇଁ ମତେ ନିଦ ଲାଗୁଥିଲା ମିସ୍ କଲେ ଶୋଇ ପଡିଗଲାରୁ ମୁଁ ଶୋଇ ପଡିଲି ବୋଲି ତାର ବେଗ ସାର ପାର କରିଥିଲା ତାପରେ ତାର ବାପା ଉଠେଇକି ତା କାଢିଲାନି ଏଇଟା ସ୍କୁଲ ଯିବାଟା ଏଟା ପ୍ରିୟ ଭାଇ ଭଉଣୀ ମାନେ ବାପା ମା ଯଦି ଶିକ୍ଷିତ ହେବେ ନାହିଁ ବାକ୍ୟରେ ଶିକ୍ଷିତ ବୋଲେ ବାକି ବିଷୟ ଶିକ୍ଷିତ ନାହିଁ ବାକ୍ୟରେ ଯଦି ଶିକ୍ଷିତ ହେବେ ନାହିଁ ପ୍ରଭୁରେ ଶିକ୍ଷିତ କିଛି ଦରକାର ନାହିଁ ତମେ ପ୍ରାର୍ଥନା ତ କର ମା ମାନେ ତମର ପ୍ରାର୍ଥନା ତମର ଘରକୁ ବଦଳାଇବ ତମର ପ୍ରାର୍ଥନା ତମର ପିଲାକୁ ବଦଳାଇବ ତମର ପ୍ରାର୍ଥନା ତମର ପରିସ୍ଥିତିକୁ ବଦଳାଇବ ଖାଲି ପ୍ରାର୍ଥନା ଆଗ କରୁନୁ ଆମେ ମା ମାନେ ମୋର କଥା ଟିକେ ଭଲ କରି ଶୁଣ କାନ୍ଦବା କିଛି ଆମର ମା ମାନେ ସବୁବେଳେ କାନ୍ଦବା ଅଭ୍ୟାସ ଅଛି କି ନାହିଁ ଆଉ ଶିଖାଇବାର ଅଛି ସେଟା ଜନ୍ମସିଦ୍ଧ ଅଧିକାର ମା ମାନଙ୍କର କାନ୍ଦବାଟା ତେଣୁ କଣ କରିବେ ସାନଟି ବେଳ ଖାଲି ସେ ଦୁଃଖର ଜୀବନ ସେ ଯାଉଛି କିନ୍ତୁ ମୁଁ କହିବା ପାଇଁ ଚାହେଁ ଆପଣଙ୍କର ପ୍ରାର୍ଥନା ଆପଣଙ୍କ ପରିସ୍ଥିତିକୁ ବଦଳାଇବ ତ ଲେଖାଯାଉଛି କଣ ପ୍ରତ୍ୟେକ ବାପା ମା କହିବା ପାଇଁ ଚାହେଁ ପିଲାମାନଙ୍କୁ ପ୍ରଭୁଙ୍କ ଶିକ୍ଷାରେ ଶିକ୍ଷିତ ଆମେ କରାଇବା ପ୍ରଭୁଙ୍କ ବାକ୍ୟରେ ସେମାନଙ୍କୁ ଆମେ ଶିକ୍ଷିତ କରାଇବା ଯେବେ ସେମାନେ ପ୍ରଭୁଙ୍କ ବାକ୍ୟରେ ଶିକ୍ଷିତ ହେଇପାରିବେ ପ୍ରଭୁ ଆମମାନଙ୍କୁ ପ୍ରତ୍ୟେକକୁ ଅନୁଗ୍ରହ କରନ୍ତୁ ଲେଖା ପ୍ରଭୁଙ୍କ ଶିକ୍ଷାରେ ଶିକ୍ଷିତ କରନ୍ତୁ ପଦ ପଢିବେ ଆପଣ ଦେଖିବେ ତୀତ ପଦ 22 ପର୍ବ 6 ପଦ 22 ପର୍ବ 6 ପଦ ବାଳକର ଗନ୍ତବ୍ୟ ପଥରେ ତାହାକୁ ଶିକ୍ଷିତ କରାଅ କୋଉ ପଥରେ ବାଳକର ଗନ୍ତବ୍ୟ ପଥରେ ତାହାକୁ ଶିକ୍ଷିତ କରାଅ ତେଣୁ ସେ ବୃଦ୍ଧ ହେଲେ ଦହିରୁ ବିମୁଖ ହେବ ନାହିଁ କେତେ ସୁନ୍ଦର ଲେଖା ଦେଖନ୍ତୁ ବାଳକର ଗନ୍ତବ୍ୟ ପଥରେ ତାହାକୁ ଶିକ୍ଷିତ ତାକୁ ତାର ଗନ୍ତବ୍ୟ ପଥରେ ଶିକ୍ଷିତ କରାଅ ତେବେ କଣ ହବ ସେ ବୃଦ୍ଧ ହେଲେ ତହିଁରୁ ବିମୁଖ ହବନି ପ୍ରିୟ ଭାଇ ଭଉଣୀ ମାନେ କେତେ ସୁନ୍ଦର କଥା ଆମେ ପିଲାମାନଙ୍କୁ ପ୍ରଭୁଙ୍କର ଶିକ୍ଷାରେ ପ୍ରଭୁଙ୍କ ରାସ୍ତାରେ ଶିକ୍ଷିତ କର ଆଜି ଶିଶୁ ଉତ୍ସର୍ଗ କରିବା ସମୟରେ ଆମର ପ୍ରାର୍ଥନା ହେବା ଦରକାର ପ୍ରଭୁ ଅନୁଗ୍ରହ କର ପ୍ରଭୁ ଏଇ ଛୁଆଟି ଯେପରି ଆପଣଙ୍କ ରାସ୍ତାରେ ଶିକ୍ଷିତ ହବ ପ୍ରିୟ ଭାଇ ଭଉଣୀ ମାନେ ପ୍ରଭୁଙ୍କ ନାମ ସ୍ତୁତି ହଉ ମୁଁ ଅନେକ ଜାଗାରେ ଯାଏ ଗୁଡେ ଧନୀ ଲୋକମାନେ ଶିକ୍ଷିତ ଲୋକମାନେ ସମୃଦ୍ଧିଶାଳୀ ଲୋକମାନେ ସେମାନେ ଦୁଃଖ ଗୁହାରୁଥାନ୍ତି ଆଜ୍ଞା ଆମର ପୁଅ ଆମର କଥା ମାନୁନାହିଁ ଆମର ଝିଅ ଆମର କଥା ମାନୁନାହିଁ ଆଜ୍ଞା ପୁଅ ଆମକୁ ପଚାରୁନାହିଁ ଆଜ୍ଞା ପୁଅ ବହୁ ଅଲଗା ହେଇଗଲା ଆଜ୍ଞା ଆମକୁ ଦେଖୁନାହାନ୍ତି କାରଣ କଣ ଏଇଟା ତାର ଗୋଟେ କାରଣ ସେମାନେ ପ୍ରଭୁଙ୍କୁ ଜାଣିନାହାନ୍ତି ବାକ୍ୟ ଜାଣିନାହାନ୍ତି ସାନ ବେଳୁ ଶିକ୍ଷିତ ଆମେ କରେନି ଶିକ୍ଷିତ କରେନି ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତି ମାନେ ବାପା ମା ଯୋଉ କଷ୍ଟରେ ପିଲାମାନଙ୍କୁ ବଢାଉଛନ୍ତି ବଡ ହେଲା ପରେ ପିଲାମାନେ ସେ କଷ୍ଟ ବିଷୟ ଜାଣୁନାହାନ୍ତି ଗୋଟେ ମାଠୁ ରହିବାର ଦରକାର ନାହିଁ ଅନେକ ଗାଁରେ ଆପଣ ଦେଖିବେ ସେ ଗାଁରେ ପୁଅ ବୁଆରୀ ଥିବେ 2ଟା କି 3ଟା ଡୋକରା ଡୋକରୀକୁ ପାଚାରୁ ନଥିବେ କଣ ଏଟା ଏମାନେ ପ୍ରଭୁ କିଏ ଜାଣିନାହାନ୍ତି ପ୍ରଭୁଙ୍କ ଶିକ୍ଷା ଶିକ୍ଷିତ ହେଇନାହାନ୍ତି ଏବେ ଗାଁରେ ଯାଇଥିଲି ମା କହୁଥିଲା ଆଜ୍ଞା ମୋର ପୁଅ ଆଜ୍ଞା ମୋର ମୁହଁକୁ ମିଶା ଦେଖୁନାହିଁ ମତେ ଅଣାଉ ନାହିଁ କଥା ହଉନାହିଁ ମୋର ବୁଆରୀକୁ ବି ମନା କରୁଛି ମୋ ମାକୁ ଯତ୍ନ ନେଉନାହିଁ ବୋଲି କରି
मोर पुओ बाहर गला पर आज्ञा मोर बुआरी मोर खाइबाटा आनी देसी बल भाभी देखंतु आनला बुआरी झियो करा होउची मात्र ए पुओ केमती होउची जुआई करा होउची भाभी देखो केते कष्टर विषयटा कहीं मुझे कहूँ प्रिय भाई भौणी मैंने आम जदि आमर पिला मानू प्रभु शिक्षा शिक्षित कराइबानी से बड़ है गंतव्य पथर भ्रमित हे से ठीक रास्ता चली पारे ना प्रभु आम अनुग्रह करूँ ए वाक्य को बुझा प्रभु आम प्रत्येक को साहय कर आज शिशु स्वर्ग प्रत्येक को प्रभु दास कहवाई चाहे प्रत्येक बापा माँ मान कहवाई चाहे जे आपण दायित्व आपण कर्तव्य कौन अटे पिला प्रभु शिक्षित कर जगतर ज्ञान जगत बड़ लोक कर मात्र स्वर्ग नहीं पार्ब नहीं पार्ब आम खाली रंधा बड़ा कर खाऊ पिला बड़ाऊ पिला जत्न नौ कि प्रभु शिक्षा शिक्षित कराऊन गोटे पद पढ़े हित पद 23 पर्व तारो 13 और 14 पद पिला को शास्ति देवा को त्रुटि करो नहीं कौन लिखा जाଉଛି पिला को शास्ति देवा को माने शास्ति में समान भाव रे देवार बोल अर्थ किसका शास्ति केंती देबो जेंती भूल को सेंती शास्ति पिला करतो बड़ो भूल ताको शान शास्ति दोतबे पिला करतो शान का भूल ताको बेसी शास्ति देखबे किस पे मारू चलो नहीं मोर चूड़ी भांगा गेला चूड़ी भांगला वो दिन जाक मारू ताको तोते मार भी तोते खाइबो चूड़ी तो भांगला बेले से पिला बड़ो भूल कर देइतिबो ताको शास्ति मिसा दउनो लेखा जाउची कोन बोली करी पिला को शास्ति देबा को त्रुटि करो नहीं हां तुम्हें कहा को बाड़ी रे मारी ले है से मरिबो नहीं बदल कविता कोन लगा तुम ताको बाड़ी रे मारी ले है से मरबो नहीं थोड़े गोटे गाँव रे जाइथिले और पिला भूल करी तार माँ से डान झाड़ू करवा से झाड़ू रो गोटे सांटा काटी कर धरी झाड़ू में दे नहीं से डान झाड़ू कर फुल झाड़ू के फुल झाड़ू की झाड़ू कर किटा कभी कोई भेला से घर झाड़ू करबा नहीं डान झाड़ू करबा डान एल मुटा थिबो कि नहीं से मुटा बिच गोटे छोटटा काढी निकली जोछि तके अजी मारबी तो मोरी मोरी को मोराई दी बोला पिला मार अरे मार मुई देखली यार कहली भौणी मारो नहीं आई रे मरी जीवो बापा ता बोलालु से लाठी जो जब कहली के तार खेलु तो पिला स्कूल जाई नहीं पिला भूल काम करछि पिला दुनिया बुरबुटी करछि ता गड़की ता छांचनी मुटा शांत बेटी तो के मारी देबी से पिला मार अरे मार कौन बोले कहबार उद्देश्य कौन जंती भूल को सेंती मार पुआ कोई बड़ा पुआ जदि भूल कर आसी दे मार प्रथम दिन भूल कला दिन जदि दे दी थाते बेले द्वितीय भूल करी थाते भी से करी न हमर मां माने बिरा धन्य छुआ भूल कर सापर फाड़ी दिबे तार पछे बारबे कि नहीं तो पापा काहे के राती काके से तेतली गोतले काटा है तरला काके गोटे आंदार बेले माले झियो को पचारबो कौन मिल करबो के फुटला की लोगे देखला मोटो क्या आके फुटाई बोला आगे एकदम अरे मोर छुआ तो भूल करूची मोर दायित्व पर मोर पिला को सुधारी बसे अच्छा मैं क्रिश्चियन मां मान को समस्त को कोई देछि स्वामी जदि मत पीबो ता खाली पाचार खाली जयपुर जीविस की केनता बोली पचार दिन सत्य जयपुर बोला हमर भाषा नोट हैला जदि पी कराइला बोल ता किछि कहबे नहीं केंती जयपुर जीविस की केनता बोली पचार दिन जदि जियो जदि मोबाइल 24 घंटा देखि पचारबो केंती लो जयपुर जीविस की केंती बोली पचार दिन स्वामी जदि स्त्री थाउ थाउ बा स्त्री माने स्वामी थाउ तो नारे नारे कहबो केंती नानी जयपुर जीवा का बात बात दिल्ली से केंता बोली पचार दिन सत्य प्रिय भाई बहन मैंने पापर दंड अच्छी किंतु सानटी बेलू मोर दायित्व कौन मोर पिला को प्रभु को शिक्षा रे शिक्षित कर शास्ति देवाई त्रुटि कर देखा तुम्हें बाड़ी में मारिब और पाताल तार प्राण केमती कथा लेख भाव देख मोर आज शासन नरक रक्षा कर केते बड़ कथा जदि मोर पिला को ठीक समय मु दंड देबी से बड़ हला पर भूल करबो कि करबो
ମୁଁ ଯେତେବେଳେ ସ୍କୁଲରେ ପଢୁଥିଲି 4 କ୍ଲାସ ପଢୁଥିଲି ସେଇ ସମୟରେ ଆମ ଜୟପୁର ପୋଷ୍ଟ ଅଫିସ ସାଇଡ୍ ଗୋଟେ ସିନେମା ହଲ୍ ଥିଲା। এটা কোন হল କହିଲ କିଟା କିଟାଇସ୍ କହିବ ମୁଁ ଜାଣିନି ଗୋଟେ ପୋଷ୍ଟ ଅଫିସ ସାଇଡ୍ ଜୟପୁରରେ ଫିଲ୍ମ ହଲ୍ ଥିଲା। ମୁଁ ସେତେବେଳେ 4 କ୍ଲାସ ପଢୁଥିଲି। এটা କେବଳ କଥା এটা ଗୋଟେ 84 ମସିହାର କଥା ମୁଁ କହୁଛି ହେଲା। तो शनिवार दिन थिला मोर बापा ए कुंदरा पाख स्कूल रे मास्टर थिले। तो स्कूल सराई करे आइले संध्या रे आइला बेल को खोजले मुई नाही साइड पिलान भी नहांती पचाले कुड़ी जाई छथि नाही पुलिस सिनेमा दिबा बोली कथा होथिले मुई सिनेमा हॉल किरा जानी नाही सिनेमा बोले किस्ता जानी नाही सिनेमा हॉल रे किस्ता से जाना नहीं मगर डाउन नै केते बहुत कम थिला 4 टका के केते टिकट थिला बहुत कम थिला मत पैसा नहीं पिला माने के 50 पैसा टंका ढिकर मो टिकट कर दी मु जाइछि सेठी सब जाइछु टिकट काढले से बाहर के चणा चुड़ी किनला समान बाबा भारी आसे भारी आसी कर खोजले तो नहीं छुड़ी रहले जे बाहर ठिया कर खाली साइकिल थिला हमरो साइकिल खाली बेल बदले क्रिंग क्रिंग गला जाते बाबा साइकिल जला पड़ो ना कि लगल आसे बोलले साइकिल में बसा था गुरुदेव भारी है ना सेटा को सिनेमा देखो बसे आने मु कदल कॉलेज पढ़वा आरंभ कली शुणु तुम कथा मुझे 4 क्लास पढ़ुଥିଲି मत सिनेमा को धरिक नहीं आसले तापर सिनेमा जाइले तो कॉलेज पढ़वा समय मो सांग पिला आसले निरंजन आसे सिनेमा देखा दियो बाबा कहले जीवो कि जा बोले अरे मैं जीवित आकी नहीं एटा मो कहबा पाई चाहे सानो बेलरू एबे तो जाई परबे तू कॉलेज पढ़लुनी तोर भल मंदर ज्ञान हो गलानी तू एबे जाई परबो किंतु बापा मार कोनो सानो बेले ताको गाइड करबे एबे हमर झियो मानकर भूल केते साधारण हुए ए 16 वर्ष 17 वर्ष 18 वर्ष 20 वर्ष जाए सेतकी जाय जदि शासन कर देले बोले बड़ा भूल करबो कि आरे भूल करबो नै से भूल करबो नै इवन जुवा हमर पिला माने मध्य सानो बेले भूल करबे बड़ होला पर करबे कि करबे এইটা আপনাকে শিখাইবার আছে সানো বেলু তাকে ভালো মন্ত্র জ্ঞান দেইকি বড়াইবার আছে ভুল করে শাসন দেবার আছে তো আজি আমি এই যে শিশুস্তরে বসিছু সভারে मु समस्त को कहबा पाई चाहे प्रभु दास भाव आज प्रत्येक दायित्व बापा मार कर्तव्य कारण परमेश्वर अधिकार भाव पुरस्कार भाव परवर्ती समय से पुआटा मोर लज्जा दे ही पारे से झीटा मोर लज्जा जाए नहीं पारे मोर आशीर्वाद युक्त तो सानटी बेलू आम कौन करवा प्रभु भय बढ़ाइबार अच्छी शिक्षित कराइबार प्रिय भाई भाई माने प्रभु मान को अनुग्रह करंतु आसंतु